ଜାତ ହେଇଛି ଯୋଉ ଦର୍ଶନରୁ ଏ ଦର୍ଶନ ପ୍ରୟୋଗ କରାଇ ନଥିଲା ସାହିତ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପର୍ଯ୍ୟନ୍ତ ତାକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଛି। ତାକୁ ମୁଁ ଅଜାଣତରେ 1959 ମସିହାରେ ମୁଁ ଗୋଟେ ପାରଳାଖେମୁଣ୍ଡି ଜଙ୍ଗଲ ଭିତରେ ବୁଲୁ ବୁଲୁ ଗୋଟେ ଦୃଶ୍ୟ ଦେଖି ସେ ଦୃଶ୍ୟ ବିଚଳିତ କରି ପକେଇଲା। ଦୃଶ୍ୟଟି ଜାଗାରେ କହିଛି ତଥାପି ସଭାରେ ମଧ୍ୟ ପ୍ରକାଶ କରୁଛି। ମୁଁ ଅରଣ୍ୟ ବିହାର କରେ, ଏକୁଟିଆ ଅରଣ୍ୟ ବିହାର କରେ ସାଇକେଲ ନେଇକିରି ପାରଳାଖେମୁଣ୍ଡିର ଘୋର ଜଙ୍ଗଲ ଭିତରେ। ମତେ ସେ ଉତ୍ସାହିତ କରେ, ଅରଣ୍ୟର ଏକତା ଏକାକିତ୍ୱ ମତେ ଉତ୍ସାହିତ କରେ। ତା ଭିତରୁ ଗୋଟେ ନିରବତାର ଭାଷା ପ୍ରାୟ ପାଏ, ଭଗବାନଙ୍କର ପରିଚୟ ପାଏ। ଏମିତି ବୁଲୁ ବୁଲୁ ମୁଁ ଦେଖିଲି ଦୂରରୁ ଏକାକୀ ହେଇ ଗୋଟେ ଅରଣ୍ୟ ପଥରେ ଗୋଟେ ସ୍ତ୍ରୀଲୋକ ଗୋଟେ ବିରାଟ କାଠ ଗୋଛା ମୁଣ୍ଡେଇକିରି ଆସୁଛି। ସେ ହଉଛି ସବରୁଣୀ ଗୋଟିଏ। ସେ କାଠ ଗୋଛା ବିକ୍ରି କରି ସେମାନେ 2 ପଇସା 4 ପଇସା ରୋଜଗାର କରନ୍ତି। ସେଟା କିଛି ନୂଆ ଦୃଶ୍ୟ ନୁହଁ। ମୁଁ ତାକୁ ଦୂରରୁ ଦେଖିଲି ଯେ ଗୋଟେ ଅଲଗା ଦୃଶ୍ୟ ଦେଖିଲି ତାର ପେଟଟା ଗୋଟେ ହାଣ୍ଡି ଭଳିଆ ବାହାରିଛି ପଦାକୁ। ମତେ ସନ୍ଦେହ ହେଲା ଯେ ସେ ଗୋଟେ ଗର୍ଭବତୀ ହେଇଛି, କିନ୍ତୁ ଏଡେ ବଡ କାଠ ବୋଝା ମୁଣ୍ଡେଇଛି କେମିତି? ମୁଁ ତାକୁ ନିରୀକ୍ଷଣ କଲି ଦୂରରୁ। ମତେ ମନେ ହେଲା ଯେ ଗୋଟେ ଗର୍ଭିଣୀ ସ୍ତ୍ରୀ କାଠ ଗୋଛା ମୁଣ୍ଡେଇ କେବଳ ଅର୍ଥନୈତିକ ଦାୟରେ ସେ ବଜାରକୁ ବିକ୍ରି କରିବାକୁ ପାରଳାଖେମୁଣ୍ଡି ବଜାରକୁ ବିକ୍ରି କରିବାକୁ ଆସୁଛି ଘୋର ଅରଣ୍ୟ ପଥରେ। ସେତେବେଳେ ରାସ୍ତାରେ ଆଉ କେହି ଲୋକ ନାହାନ୍ତି। ମୁଁ ଦୂରରୁ ତାକୁ ଲକ୍ଷ୍ୟ କରିକି ମୁଁ ଦେଖିଲି କଣ ହଉଛି, ଏଡେ ବଡ ପେଟ ହେଇଛି ତ ଏଇଠି ଗର୍ଭ ଜନ୍ମ ହେଇ ପଡିବ କି କଣ ପ୍ରସବ କରି ପକେଇବ ରାସ୍ତା ଉପରେ। ସତ ତା ହିଁ ହେଲା। ସ୍ତ୍ରୀଲୋକଟି ଗୋଟେ ଆଡୁ ଆଡକୁ ଚାଲି ଯାଇ ପ୍ରସବ କଲା। ମୁଁ ସେ ଦୃଶ୍ୟକୁ ଆଭଏଡ କରିବା ପାଇଁ ଅନ୍ୟ ଆଡେ ଚାଲିଗଲି। ପ୍ରାୟ ଘଣ୍ଟାଏ ପରେ ମୁଁ ବୁଲି ବୁଲି ଫେରିକି ସେ ରାସ୍ତାରେ ଫେରିକିରି ଆସିଲା ବେଳକୁ ଆଉ ଗୋଟେ ଦୃଶ୍ୟ ଦେଖିଲି। ସେ ଦୃଶ୍ୟଟି ହଉଛି ସେଇ ସ୍ତ୍ରୀଲୋକଟି, ସେଇ ସ୍ତ୍ରୀଲୋକ ସେ ଗୋଟେ ଛୋଟ ଛୁଆକୁ ଜନ୍ମ କରି ତାକୁ ନାଇ ଫାଇ କାଟିଛି ନିଶ୍ଚୟ। ତାକୁ ଗୋଟେ କନା ବୁଜୁଳାରେ ପିଠିରେ ଲାଉ କରିଛି, ବାନ୍ଧିଛି ଓ କାଠ ବୁଜୁଳାଟିକୁ କାଠ ବୋଝଟିକୁ ମୁଣ୍ଡ ଉପରେ ପୁଣି ଥୋଇବା ପାଇଁ ଚେଷ୍ଟା କରୁଛି। ଏଇ ଅଦ୍ଭୁତ ଦୃଶ୍ୟ ଦେଖିଲା ପରେ ମୋ ଭିତରେ ଗୋଟେ ହେଲା। ମୁଁ କହିଲି ହୁ ଇଜ ମ୍ୟାନ? ଆମେ ସମାଜ ହଉଛୁ, କିନ୍ତୁ ମଣିଷ କିଏ? ଯାହାକୁ ନେଇ ତିଆରି ହେଇଛି ସେ ମଣିଷ ପର୍ଯ୍ୟନ୍ତ ମଣିଷର ଶକ୍ତି, ମଣିଷର ଅନ୍ତରୀଣ ଚିନ୍ତାଧାରା, ତାର ଯୋଉ ଦୁଃଖ ଯନ୍ତ୍ରଣା, କି ଅସମ୍ଭବ ସାହସ, ଏକୁଟିଆ ଗୋଟେ ବାଘୁଆ ଜଙ୍ଗଲରେ ଗର୍ଭିଣୀ ସ୍ତ୍ରୀଲୋକଟିଏ ଯୋଡିଏ ପଇସା ବୋଲି ରୋଜଗାର କରିବ ବୋଲି ଏଡେ ବଡ ଗୋଟେ ଦାୟିତ୍ୱ ନେଇଛି ନିଜ ଜୀବନକୁ ଦାୟ କରିକିରି ସେ ଚାଲୁଛି ରାସ୍ତାରେ। ଓ ସଭା ଶେଷରେ ସେ କାଠ ଗୋଛାଟିକୁ ମୁଣ୍ଡେଇଲା ଓ ଧୀରେ ଛୁଆଟିକୁ ପିଠିରେ କାଖେଇ ସେ ଗର୍ଭିଣୀ ସ୍ତ୍ରୀ ଯେ ଅଳ୍ପ ସମୟ ପୂର୍ବରୁ ଗର୍ଭବତୀ ଥିଲା ସେ ମା ହେଇସାରିଲାଣି। ସେ ବଜାରକୁ ଚାଲିଲା। ଏଇ ଦୃଶ୍ୟଟା ମତେ ମୋ ଭିତରେ ସଞ୍ଚରିବାକୁ ଲାଗିଲା ଆଉ ଜର୍ଜରିତ କଲା ମତେ। ଭିତରେ ଆସିଲା ଯେ ମଣିଷକୁ ଆମେ ଯାହା କଳନା କରିଛୁ ତାଠାରୁ ବହୁତ ଗୁଣ ବଡ, ବହୁ ଗୁଣ ବଡ। ମଣିଷ ଦେଲେ କିଏ? ହୁ ଇଜ ମ୍ୟାନ? ମୁଁ ମ୍ୟାନ ଉପରେ ଚିନ୍ତା କରିବାକୁ ଲାଗିଲି। ଆମେ କମନ ମ୍ୟାନ ଉପରେ ଚିନ୍ତା କରୁଛୁ। ସମାଜ ବିଜ୍ଞାନରେ କମନ ମ୍ୟାନ ହଉଛୁ। କିନ୍ତୁ ମୁଁ ପଚାରିବି କମନ ମ୍ୟାନ କୁ ତମେ କରୁଛ କମନ ମ୍ୟାନ ପାଇଁ କଣ କରିଛ? କୋଉ ମ୍ୟାନ? ମହାତ୍ମା ଗାନ୍ଧୀ ମହାତ୍ମା ହବା ପୂର୍ବରୁ ଗୋଟେ କମନ ମ୍ୟାନ ଥିଲେ। ସେ କମନ ମ୍ୟାନ ଲୋକଟି ମହାତ୍ମା ହେଲା ପରେ ସେ ଆଉ କମନ ମ୍ୟାନ ଅଛି କି? ସେ କଣ ହେଲା? ସେ ମ୍ୟାନ ହେଇଗଲା। ସେଇ ଯୋଉ ମ୍ୟାନଟି ତା ଭିତରେ ଥିଲା କମନ ମ୍ୟାନ ଉପରେ, ତା ଉପରେ ସାହିତ୍ୟ କିଛି ଲେଖିଥାଏ କି? କୌଣସି ଆମର ଯେତେକ ସାହିତ୍ୟ ଫକୀର ମୋହନ, କାଳନ୍ଦୀ ପ୍ରେରଣ, ବାବୁ ତାଙ୍କର ଅନେକ ମାର୍କ୍ସିଷ୍ଟ ଇଏ ଅଛି, ମହାନ୍ତି, ଆମେ ସମସ୍ତେ ଲେଖୁଛୁ। କିନ୍ତୁ ମଣିଷ କହିଲେ କେବଳ ଉପନିଷଦରେ ମଣିଷର ରିସର୍ଚ୍ଚ ହେଇଛି। ତାପରେ ଭାରତୀୟ ସାହିତ୍ୟ କୁହ, ଯେକୌଣସି ସାହିତ୍ୟ କୁହ, ହରମାନ ହେସଙ୍କର ସିଦ୍ଧାର୍ଥ କୁହ କି ଗୋଟିଏ ରୂପ ଆମେ ଖୋଜୁ, ମଣିଷର ରୂପ। ଏଇ ଚିନ୍ତାଧାରା ମତେ ଆଉଟ ପାଉଟ କଲା।
ମୁଁ କାଗଜ କଲମ ନେଇକି ଜଙ୍ଗଲ ଭିତରକୁ ଚାଲିଗଲି। ପାରଳାଖେମୁଣ୍ଡି ମହାରାଜାଙ୍କର ଗୋଟେ ପୁରୁଣା ପ୍ୟାଲେସ ଥିଲା, ତା ନା ବସନ୍ତ ନିବାସ ପ୍ୟାଲେସ। ସେଇଟା ପାରଳାଖେମୁଣ୍ଡିଠୁ ଦୂର ମହେନ୍ଦ୍ର ତନୟା ନଦୀ କୂଳରେ ଅବସ୍ଥିତ। ସେତେବେଳକୁ ସେ ପ୍ୟାଲେସ ପରିତ୍ୟକ୍ତ ପ୍ୟାଲେସ, ସେଠି ଗୋଟେ ଭୂତ କୋଠି ହେଇଥାଏ। ରାଜା ଗୋଟେ ପୁତ୍ର, ସେ ଗୋଟେ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହେଇକରି ସେ ଗୁଳି କରି ନିଜକୁ ଗୁଳି କରି ମାରିଥିଲେ ସେଠି, ଓ ତାଙ୍କର ପ୍ରେତ ବହୁତ ଉତ୍ପାତ କରୁଥାଏ ବୋଲି ଖବର ହେଲା ପରେ ସେଠି ଆଉ କେହି ରହିଲେ ନାହିଁ। ସେଇ ପ୍ୟାଲେସକୁ ମୁଁ ଗଲି ଓ ସେଠି ବସି ସେ ପାଖରେ ବୁଲିବି। ବଡ ଅଦ୍ଭୁତ ଅଞ୍ଚଳ ସିଏ। ମୋ ଭିତର ଚିତ୍ତ ଚଞ୍ଚଳତା ସ୍ଥିର ହେଲା। ମୁଁ ଆରମ୍ଭ କଲି ମଣିଷ ଉପରେ ଲେଖିବା ପାଇଁ। ପ୍ରଥମ ଫାଷ୍ଟ ଲାଇନ ଲେଖିଲି ଯେ ସେମାନେ ଆସୁନଥିଲେ। କୋଉମାନେ? ମୃତ୍ୟୁଦୂତ ମାନେ ଆସୁନଥିଲେ। କିଏ ମରୁଛି? ନା ବୁଢାଟିଏ ମରୁଛି। କୋଉ ବୁଢା? ନା ଗୋଟେ ପାଦ୍ରୀ ବୁଢା। କୋଉ ପାଦ୍ରୀ? ଏମିତି ଚାଲିଲା ଗପ। ଗପ ଚାଲି 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 ଶେଷକୁ ସେ ଘରୁ ତଡା ଖାଇଲା। ଇତ୍ୟାଦି ମୁଁ ନରକିନ୍ନର ଷ୍ଟୋରିଟା ତ କହିବାକୁ ଯାଉନି, କିନ୍ତୁ ଆପଣ ମାନେ ଜାଣନ୍ତି ସମସ୍ତେ ଯେ ନରକିନ୍ନର ହଉଛି ଆତ୍ମାର ବାଣୀ। ନରକିନ୍ନର ମଣିଷର ବାଣୀ ନୁହେଁ, ଆତ୍ମାର ବାଣୀ। ସେ ଆତ୍ମା ଗୋଟେ ମେଡିକାଲ ଡ୍ରେନ୍ ଭିତରୁ ଜନ୍ମିତ ଛୁଆ, ସେ କିପରି ଆତ୍ମସଚେତନ ହେଲା ଓ ମଣିଷକୁ ବଞ୍ଚେଇବା ପାଇଁ ଲୋକମାନଙ୍କୁ ମାନେ ତାକୁ ରାସ୍ତାରେ ମାର୍ଚ୍ଚ କରୁଥିବା ସବୁ ପଲ ପଲ ଅସହାୟ ଲୋକମାନ ନେତୃତ୍ୱ ଦେବା ପାଇଁ ସେ ନିଜକୁ ପ୍ରସ୍ତୁତ କରିଥିଲା। ସେ ଗୋଟେ ଅସହାୟ ଲୋକ ନିଜେ। ଏଇ ଯୋଉ ଗ୍ରାଫିକ, ଏଇ ଯୋଉ ଟ୍ରାଜେକ୍ଟର, ଯୋଉ ଚିତ୍ରଟା ଦେଖିଲେ ନଳାରୁ ଅତିମାନବ, ଏଇ ଚିତ୍ରଟା ହଉଛି ନରକିନ୍ନର। ଏଇଟା ହଉଛି ଗୋଟେ ଆଧୁନିକ ଏକ୍ସିଷ୍ଟେନ୍ସିଆଲି ଷ୍ଟୋରି ନୁହଁ, କାରଣ ଏକ୍ସିଷ୍ଟେନ୍ସିଆଲିଜିମରେ ନ୍ୟାୟ ହତାଶ ହେଇକିରି ମରେ। ଆଲବର୍ଟ କାମୁଙ୍କର ନଭେଲରେ, ଆଉଟସାଇଡର ନଭେଲରେ ହତାଶ ହେଇକିରି ସେ ବୋଲାଏ। କିନ୍ତୁ ପ୍ରକୃତରେ ଯୋଉମାନେ ଏକ୍ସିଷ୍ଟେନ୍ସିଆଲିଜିମ ଭାରତୀୟ ଚିନ୍ତାଧାରା ଜାଣନ୍ତି, ଏକ୍ସିଷ୍ଟେନ୍ସିଆଲିଜିମର ପରିଣତି ହଉଛି ଆତ୍ମସଚେତନ, ଆତ୍ମ ଉପଲବ୍ଧି, ଆତ୍ମଦର୍ଶନ। ଆତ୍ମଦର୍ଶନ ହେଲା ପରେ ସେ ବୁଦ୍ଧ ହୁଏ, ସେ ଗାନ୍ଧୀ ହୁଏ, ସେ ହୁଏ, ସେ ଚୈତନ୍ୟ ହୁଏ, ସେ ଘର ଛାଡିକି ଚାଲି ସେ ଜଗନ୍ନାଥ ହୁଏ। ଏମାନେ ସମସ୍ତେ ଆତ୍ମୋପଲବ୍ଧି କରିଥିବା ବ୍ୟକ୍ତି, ସମସ୍ତେ ଏକ୍ସିଷ୍ଟେନ୍ସିଆଲିଷ୍ଟ। ଏଇ ତତ୍ତ୍ୱ ପ୍ରୟୋଗ କରିଥିଲି ମୁଁ ନରକିନ୍ନରରେ। ତାକୁ ବିସ୍ତାର କରି କହିବିନି, ଆପଣ ମାନଙ୍କ ଆଲୋଚନା ଚାଲୁ। ଯୋଉଠି ସନ୍ଦେହ ହବ ମତେ କହିଲେ ମୁଁ ଉତ୍ତର ଦେବି। ନମସ୍କାର। ଅଶେଷ ଅଶେଷ କୃତଜ୍ଞ। ବାସ୍ତବରେ କିନ୍ନର ପ୍ରଥମ ସୃଷ୍ଟି ଆମ ପିଲେ ଆଜି ଜାଣିଲେ। ଆମ ପିଲେ ଜାଣିଲେ ଅସ୍ତିତ୍ୱବାଦ ଲକ୍ଷଣ ହିଁ ଆତ୍ମଦର୍ଶୀ। ବାସ୍ତବରେ ଦର୍ଶନ ଚିନ୍ତନର ପ୍ରେକ୍ଷାପଟ, ଅଭିବ୍ୟକ୍ତିର କେନ୍ଦ୍ରବିନ୍ଦୁ, ଯେଉଁ ବିନ୍ଦୁ ମଣିଷ ସୂକ୍ଷ୍ମ ଅବଚେତନ ମନର ମାତ୍ରାକୁ ଉପସ୍ଥାପନ କରିବାରେ ସାହାଯ୍ୟ କରେ। ସତରେ ଲାଗିଲା ଆପଣଙ୍କର କାହାଣୀ ଭିତରେ ଅମରତ୍ୱ, ପାର୍ଥିବ ଭିତରେ ଅପାର୍ଥିବ, ଭିତରେ ସୂକ୍ଷ୍ମ ଅଣୁରେ ତାଳ ପ୍ରଜ୍ଞା ଭିତରେ ପ୍ରତ୍ୟୟ, ଅନୁମାନ ଭିତରେ ଅନୁମିତକୁ ଖୋଜିବା ଭିତରେ ସାରା ବର୍ଷ କଟି ଯାଇଛି ଆପଣଙ୍କୁ। କିନ୍ତୁ ସତ୍ୟର ସନ୍ଦେଶ ଏକ ପ୍ରଶ୍ନବାଚୀ, ଯୋଉ ପ୍ରଶ୍ନବାଚୀ ଆପଣ ପାଠକଙ୍କ ଆଗରେ ଛିଡା କରେଇଛନ୍ତି। କାରଣ ଜୀବନ ଜିଜ୍ଞାସାର ସ୍ୱରରେ ଗୋଟିଏ ଆଦର୍ଶ ପ୍ରତିଷ୍ଠା କରିବାକୁ ଗଲେ ବହୁ ପ୍ରତିକୂଳ ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ପଡେ, ଯାହା ଆପଣ ଦେଖିଛନ୍ତି ଆଉ ଦେଖାଉଛନ୍ତି। କାରଣ ସେ ଏକୁଟିଆ ଅରଣ୍ୟ ବିହାର କରୁଥିବା ବେଳେ ନିରବତା ଭାଷା କହିଛନ୍ତି ଆପଣ। ବାସ୍ତବିକ ଓଡିଆ ଜାତି ଆପଣଙ୍କ ପାଖରେ ନମସ୍ୟ, ଉତ୍ତର ପିଢି ଆପଣଙ୍କ ପାଖରେ ନମସ୍ୟ। ପୂଜ୍ୟ ଆପଣ, ଆପଣଙ୍କୁ ପୁଣି ପ୍ରଣାମ ଜଣାଉଛୁ। ଏବେ ଅନୁରୋଧ ରହୁଛି ଆଜିର ଆଲୋଚକ ଆମ ପାଖକୁ ଏବେ ଆସିବେ ଏବଂ ଶୂନ୍ୟ ମଞ୍ଚରେ ଆହ୍ୱାନ କରୁଛି ଆଲୋଚକଙ୍କୁ। ବାସ୍ତବରେ ଆଜିର ଆଲୋଚକ ଆମ ପାଇଁ ସମ୍ପୂର୍ଣ୍ଣ ନୂଆ। ପିଲେ ମୁହଁ ଦେଖିଲେ ସାରଙ୍କର, କ୍ଷୀରୋଦ ସାରଙ୍କର। ସାରଙ୍କୁ ମୁଁ ପ୍ରଣାମ ଜଣାଉଛି। ବିଜେପି କଲେଜର ପ୍ରାକ୍ତନ ଓଡିଆ ବିଭାଗର ପ୍ରମୁଖ ପ୍ରଫେସର କ୍ଷୀରୋଦ ଚନ୍ଦ୍ର ବେହେରା ମହୋଦୟଙ୍କୁ ଅନୁରୋଧ ରଖୁଛି, ସାର୍ ଏବେ ଆପଣ ଆଜିର ବିଷୟ ଉପରେ କଥା ରଖନ୍ତୁ। ପୂଜ୍ୟ ବେହେରା ସାର୍। ସାର୍ ଅନମ୍ୟୁଟ ହେବେ। ହଁ।
ସ୍ୱର୍ଣ୍ଣଚୂଡ଼ ସାହିତ୍ୟ ପରିବାର ମିତ୍ରପୁରର এই ଆଭାସୀ ଆଲୋଚନା ଚକ୍ରରେ ଥିବା ସମସ୍ତଙ୍କୁ ସ୍ୱାଗତ ଜଣାଉଛି, ପ୍ରଣାମ ଜଣାଉଛି। ଆଜି ଆମ ଗହଣରେ ଅଛନ୍ତି ଶାନ୍ତନୁ ଆଚାର୍ଯ୍ୟ, ତାଙ୍କୁ ପ୍ରଣାମ ଜଣାଉଛି। ଆଜିର ଏହି ଆଭାସୀ ଆଲୋଚନା ଚକ୍ରର ସଭାପତିତ୍ୱ କରୁଛନ୍ତି ଡକ୍ଟର ପ୍ରଦୀପ କୁମାର ମିଶ୍ର ମହୋଦୟ, ତାଙ୍କୁ ମଧ୍ୟ ପ୍ରଣାମ ଜଣାଉଛି। ସ୍ୱାଗତ ସଙ୍ଗୀତ ପ୍ରଦାନ କଲେ ନିବେଦିତା ମହାପାତ୍ର ଏବଂ କୃତଜ୍ଞତା ଜ୍ଞାପନ କରିବେ ଗବେଷିକା ଅର୍ଚ୍ଚନା ମହାପାତ୍ର, ତାଙ୍କୁ ମଧ୍ୟ ମୁଁ ସ୍ୱାଗତ ଜଣାଉଛି। ଏବଂ ଭାବର ବୈଭବ ନାମରେ ଯିଏ ଅନଲାଇନରେ ଅଛନ୍ତି ଆଜିର ସଂଯୋଜକ, ତାଙ୍କୁ ମଧ୍ୟ ମୁଁ ସ୍ୱାଗତ ଜଣାଉଛି। ବହୁ ବରିଷ୍ଠ ବିଦ୍ୱାନ ବ୍ୟକ୍ତି এই ଚକ୍ରରେ ଅଛନ୍ତି, ପ୍ରଫେସର ନଟବର ଶତପଥୀ ମହୋଦୟ ଏବଂ ଲିପି ପୁଷ୍ପା ମ୍ୟାଡାମ, ଆଉ 2 ଜଣ ବରିଷ୍ଠ ଏବଂ ବିହାରରୁ ମୋର ଘନିଷ୍ଠ ବନ୍ଧୁ ହିନ୍ଦୀ ବିଭାଗ ପ୍ରଫେସର ପଙ୍କଜ ମଧ୍ୟ ଯୋଗ ଦେଇଛନ୍ତି। ମୁଁ ଯୋଉଠି ରଖେ ସେ ଆସନ୍ତି, ତାଙ୍କୁ ମଧ୍ୟ ସ୍ୱାଗତ ଜଣାଉଛି। ବିଦ୍ୟାର୍ଥୀ ନିଶ୍ଚିତ ଆଲୋଚନା ଚକ୍ରରେ ତାଙ୍କୁ ମୁଁ ସ୍ୱାଗତ ଜଣାଉଛି। ପ୍ରକୃତରେ ପରୀକ୍ଷା ଦେବା ପରି ମତେ ଲାଗୁଛି। କୁମାର ଆଚାର୍ଯ୍ୟ ଉପସ୍ଥିତ ଅଛନ୍ତି, ଆଉ ତାଙ୍କର ଏକ କାବ୍ୟ ସୃଷ୍ଟିକୁ ମୁଁ ଆଲୋଚନା କରିବି। ପୂର୍ବରୁ ଶାନ୍ତନୁ ସାର୍ ମୋତେ ଅନୁରୋଧ କରିଥିଲେ ନରକିନ୍ନର ଉପରେ ଏକ ଆଲୋଚନା ଚକ୍ରରେ ଆଲୋଚନା କରିବା ନିମିତ୍ତ। ମୁଁ ଟିକେ ପଛଘୁଞ୍ଚା ଦେଇଥିଲି ଏବଂ ତାଙ୍କର ସଦ୍ୟତମ ଉପନ୍ୟାସଟି ବହୁ ବର୍ଗରେ ମୁଁ ଆଲୋଚନା କରିବି। ନରକିନ୍ନର ସମ୍ପର୍କରେ ଯେତେବେଳେ ଆଲୋଚନା ତ ମତେ କୁହାଯାଇ ନଥିଲା, ମତେ ଯେତେ ଏବେ ପଡୁଛି ତାହା ନୁହେଁ। ହେତୁ ହେଲା ଦିନୁ ଯେତେବେଳେ ସ୍ନାତକୋତ୍ତର ଓଡିଆ ପଢିଲୁ, ସେତେବେଳେ ସେ ନରକିନ୍ନର ପଢି ଆସୁ। ମଜା କଥା, ଶାନ୍ତନୁ ସାର୍ ଯାହା କହିଲେ ମୁଁ ସେଗୁଡାକ ଆଉ କହିବି ନାହିଁ, ବା ସେମିତି ଅର୍ଥରେ ମୁଁ ନରକିନ୍ନରକୁ ବୁଝି ନାହିଁ। ନରକିନ୍ନରକୁ ଜଣେ ପାଠକ ଭାବରେ ମୁଁ ଯେତିକି ବୁଝିଛି, ଶ୍ରେଣୀ କକ୍ଷରେ ଯାହା ପଢେଇଛି ଏବଂ ଆଜିର ବିଦ୍ୟାର୍ଥୀ ମାନଙ୍କୁ ନରକିନ୍ନର ବୁଝିବାରେ ଯୋଉ ଅସୁବିଧା ଗୁଡିକ ରହିଛି, ସେ ଅସୁବିଧା ଗୁଡିକ ସମ୍ପର୍କରେ ମୁଁ ଆଲୋଚନା କରେ। ତେଣୁ ଏହି ଆଲୋଚନାଟି ପ୍ରାୟତଃ ପ୍ରମୁଖ ଭାବରେ ସ୍ନାତକୋତ୍ତର ଓଡିଆ ପଢୁଥିବା ବିଦ୍ୟାର୍ଥୀ ମାନେ, ଗବେଷଣା କରୁଥିବା ବିଦ୍ୟାର୍ଥୀ ମାନେ, ଉପନ୍ୟାସ ଉପରେ ଏବଂ ଯୋଉମାନଙ୍କର ଜ୍ଞାନ ପିପାସା ଅଛି ନୂତନ ଚିନ୍ତନ ଜାଣିବା ପାଇଁ, ସେଇମାନଙ୍କ ପାଇଁ ଉଦ୍ଦିଷ୍ଟ। ହୁଏତ ଆମର ଯୋଉ ବରିଷ୍ଠ ସାର୍ ମାନେ ଅଛନ୍ତି, ତାଙ୍କ ସନ୍ନିଧାନ ଯୋଗ୍ୟ ନ ଲାଗିପାରେ। ନରକିନ୍ନର ଉପନ୍ୟାସ ଯେତେବେଳେ ଆମେ ପଢୁଛେ, ସେତେବେଳେ ବହୁ
गुड़ाए समस्या आम सम्मुखें उपस्थापित हो गोटे स्नातकोत्तर ओडिया पिलाटे पढ़े स्नातकोत्तर ओडिया पिलाटे मन में कौन भावे ना गोटे कहानी थी गोटे रोमांच थी गोटे परिणति थी आउ परस्पर चरित्र मान भितर गोटे घनिष्ठ संपर्क थी जहाँ कहानी रूप थी जदि आपण मैंने कहे नरकिन्नर उपन्यास कहानी कहतु मु कहानी की कही पारि एठारे कहानी ना एठारे कहानी ना गोटे चरित्र मुख्य चरित्र जॉर्ज तार जीवन यात्रा ही कहानी महाभारत में जमी बहु गुड़ाए कहानी उप कहानी गुंथी रही कि नरकिन्नर उपन्यास गोटे मानवीय स्वरूप को प्रतिभात करने गोटे मानवीय स्वरूप को प्रतिभात करने निमित्त विभिन्न घटना और विभिन्न चरित्र मान जोड़ी दिया उपन्यास को दुटी भाग में विभक्त कराई गोटे पूर्वार्थ आ गोटे उत्तरार्थ पूर्वार्थ अंशटी उपन्यास अंशटी बोध किंतु उत्तरार्थ संपूर्ण भाव में दुर्बोध्य कहीं दुर्बोध्य ना ये उपन्यास की संपूर्ण भाव में रूपकात्मक मेटाफरिक सांध्य भाषा रचित प्रकृति जहाँ कहुच्छी प्रकृति ताहा कहुच्छी सांध्य भाषा से जो कौची पूजा उचा पावत कहीं बसरी सबरे बाड़ी मोरंगी पीछ परिहन इबत कुंजरी बाड़ी से बाड़ी से इबत कुंजरी माड़ी जो सफरी से कौन जंगल में बुलुला सबरी बा नगर बाहर रेडम्बी पोहरी कोड़िया छई छई झाइस ब्राह्मण नांदिया ये नंडा ब्राह्मण कथा कहुच्छी सहर कथा मु तो आश्चर्य हुए बारंबार आश्चर्य हुए कि 26 वर्ष बयस जड़े युवक एपरी अद्वितीय चिंतन स्मारकी किपरि से घटनाटी कहले जो घटनाटी कहले हुए तो मन में उत्पीड़न सृष्टि कर किंतु आपण माने जो माने नरकिन्नर पढ़ी से कहानी सहित से घटना सहित उपन्यास बहुत संपर्क ये उपन्यास सहित तार कौन संपर्क ना एक क्रिया से ही क्रियार प्रतिक्रिया शांतनु आचार्य मानस जगत क्यों उत्पीड़न सृष्टि क्यों आग्नेयगिरी सृष्टि से आग्नेयगिरी अति चमत्कार भाव प्रस्फुटित हो एक सुकोमल वृक्ष परिणत होती जो वृक्ष हुए तो मेवा परिपारे तेणु ये जो रूपक इथे ऊपर गोटे कहानी जाऊँगी से कहानी किसी नुहे ता भीतर थिबा कहानी ही बड़ कहानी एवं से कहानी टी कौन अवचेतनर कहानी अवचेतनर कहानी मनीष मन भीतर कहानी एवं से मनीषर मन भीतर कहानी को सी कोठी लेकिन नौचंती ये देखो ये उपन्यास रे ना देश अच्छी ना काल अच्छी कौन निर्दिष्ट भूखंड भितर ये उपन्यास कहानी तैयारी होना कौन निर्दिष्ट समय खंड भितर ये उपन्यास कहानी प्रतिभात होना भूखंड रहित एवं समय रहित अर्थात
ସବୁ କାଳରେ ସବୁ ସମୟରେ ଏପରି ଘଟଣା ଘଟିକ ଘଟିବ। ଏଇ ଯୋଉ ମୁଁ ଟାଇଟଲ ଦେଇଦେଲି, ଶୀର୍ଷକ ଦେଇଦେଲି, କାଠ କ୍ୟାବିନ, ବ୍ଲାକ୍ କଫି ଓ ନରକିନ୍ନର। ଦେଖନ୍ତୁ ଏଇ ଯୋଉ କାଠ କ୍ୟାବିନ, এই କାଠ କ୍ୟାବିନକୁ ଯଦି ଆପଣ ବୁଝିପାରିବେ ତାହେଲେ ଉପନ୍ୟାସ 50% ବୁଝିପାରିବେ। ଆପଣ ମନେ ପକାନ୍ତୁ ଯେତେବେଳେ କାଠ କ୍ୟାବିନ କଥା ଆସୁଛି ସେତେବେଳେ ଆଉ ଗୋଟେ କ୍ୟାବିନ କଥା ପରମ୍ପରା ଆସୁଛି। ଆପଣ ମାନେ ଜାଣିଥିବେ ସମଗ୍ର ବିଶ୍ୱ ସାହିତ୍ୟରେ ତାହା ଏକ ଅନବଦ୍ୟ ଉପନ୍ୟାସ। ଅଙ୍କଲ୍ସ ଟମ୍ କେବିନ୍। ଟମ୍ କାକାଙ୍କ କୁଟୀର ବୋଲି ଆମେ କହୁଛେ, କୁଟୀର ନୁହେଁ। କ୍ୟାବିନ୍ ହେଉଛି କଣ? କ୍ୟାବିନ୍ ହେଉଛି ନଗର। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ଗ୍ରାମୀଣ ପରମ୍ପରାକୁ କ୍ୟାବିନ୍ ଆସିଛି, କିନ୍ତୁ ଭାରତୀୟ ଗ୍ରାମୀଣ ପରମ୍ପରାର ପରିଚୟ କଣ କ୍ୟାବିନ୍? ନା, ପରିଚୟ ହଉଛି କୁଟୀର, ପରିଚୟ ହଉଛି ଆମର ଭାଗବତ ପିଣ୍ଡି, ଭାଗବତ ଘର, ତାହା ହଉଛି ଆମର ପରିଚୟ। ତେଣୁ ଯେତେବେଳେ କ୍ୟାବିନ୍ କଥା କହୁଛନ୍ତି ସେତେବେଳେ ସିଏ ଗୋଟିଏ ସହରର ଗୋଟିଏ ଗଳିର କଥା କହୁଛନ୍ତି, ଗୋଟିଏ ନିମ୍ନ ବର୍ଗର କଥା କହୁଛନ୍ତି ସବୁ ସମୟର। ତେଣୁ ଏଠି ଗୋଟିଏ କେବଳ କ୍ୟାବିନ୍ କୁ ପୃଷ୍ଠଭୂମି କରି ଉପନ୍ୟାସ ଯୋଉ ରଚିତ ହୋଇଛି ତାହା ହଉଛି ପ୍ରଥମେ ଓଡ଼ିଆ ଉପନ୍ୟାସର କାହାଣୀର ଜଡତାକୁ ଭାଙ୍ଗିବା ଓ ବିଶ୍ୱ ପରମ୍ପରା ସହିତ ଓଡ଼ିଆ କାହାଣୀକୁ ଯୋଡ଼ିବା। ଜର୍ଜଟା କିଏ? ହିନ୍ଦୁ ଥିଲା କି? ନା, ଖ୍ରୀଷ୍ଟିଆନ ଥିଲା କିଏ? ଜର୍ଜ କହୁଛନ୍ତି। ଏବଂ ତାକୁ ଯିଏ ପାରିତ କରୁଛି, ପ୍ରଥମେ ତାକୁ ଯିଏ ନର୍ଦ୍ଦମା ଉଠେଇ ଚାହୁଁଛି ସେ ବି ଖ୍ରୀଷ୍ଟିଆନ ଧର୍ମ ଯାଜକ। ଏବଂ ସେଇ ଧର୍ମ ଯାଜକଟି ଗୋଟେ ଫିରୁ ଜର୍ଜକୁ ଲୁଚେଇକି ରଖୁଛି ଘରେ। ପ୍ରାଥମିକ ଶିକ୍ଷା ବହୁତ କମ ଦଉଛି। ଜର୍ଜର ଯୋଉ 14 ବର୍ଷରେ ଆମକୁ ଭେଟୁଛି, ଜର୍ଜ ପାଠକ ମାନଙ୍କୁ ଭେଟୁଛି, ତା ପୂର୍ବରୁ ତା ଭିତରେ କେବଳ ସେ ଧର୍ମଯାଜକ ବାବା ଏବଂ ଗୋଟିଏ ବଗିଚା। ତେଣୁ ସେଇ ଯୋଉ ଜର୍ଜ ଗଲେ, ଯୋଉ କାଠ କ୍ୟାବିନ୍ ଗଲେ, ଏବଂ ଏଇ ଯୋଉ ବ୍ଲାକ୍ କଫି ନାଁଟି କିଏ ଦେଇଛନ୍ତି ଜାଣିଛନ୍ତି? ସେ ତାର ବହିର ମୁଖବନ୍ଧରେ ଅଛି। ବ୍ଲାକ୍ କଫିର ନାଁ ଦେଇଛନ୍ତି ବିଶିଷ୍ଟ ତାର୍କିକ ଫକୀର ମୋହନ ପଟ୍ଟନାୟକ। ଫକୀର ମୋହନ ପଟ୍ଟନାୟକ ବ୍ଲାକ୍ କଫି କୁ ବ୍ଲାକ୍ ରିଏଲିଟି ସହିତ ତୁଳନା କରୁଛନ୍ତି। ବ୍ଲାକ୍ ରିଏଲିଟି, ଡାର୍କ ରିଏଲିଟି। ବ୍ଲାକ୍ କହିଲେ ଏତେ ଭଲ ଲାଗୁନି, ଡାର୍କ ରିଏଲିଟି। ଦେଖିବେ এই ଉପନ୍ୟାସରେ 70ରୁ 80% ଅଂଶ କେବଳ ଅନ୍ଧାର କଥା କୁହାଯାଉଛି, କେବଳ ଅନ୍ଧାରର ବର୍ଣ୍ଣନା। ଯୋଉଠି କ୍ୟାବିନ୍ ଅଛି ସେ କ୍ୟାବିନ୍ ର ପଛ ଘରଟି ହଉଛି ଗୋଟେ ଅନ୍ଧାରୀ ଗୁମ୍ଫା। ସେଇ ଅନ୍ଧାରୀ ଗୁମ୍ଫାରେ ହିଁ ଅବଚେତନ ମାନେ ପ୍ରକାଶିତ ହୁଅନ୍ତି, ମଣିଷର ଅନ୍ତଃସ୍ୱରୂପଟି ପ୍ରକାଶିତ ହୁଏ। ଏଠି ଯେତେ ଚରିତ୍ର ଅଛନ୍ତି, ଯେତେ ଚରିତ୍ର ଆପଣଙ୍କର ବୀର ସାମଲକୁ ଚା କରିବାକୁ ରାମ ସିଂ, ଚା ଦବ, ଚରଣ ରାଓ, ନଜିର ମିଆଁ, ହରି ମିସ୍ତ୍ରୀ, ପଞ୍ଜାବୀ ସ୍ତ୍ରୀ ଲୋକ, ରିକ୍ସାରେ ବସିଥିବା ତରୁଣୀ, ଗରୁଡ ବା ଭୈରବକୁ ଯିଏ ଦେବତା କରିଦେଲା, ଭଗବାନ କରିଦେଲା, ସେ ସ୍ତ୍ରୀ ଲୋକ, ଏବଂ ଶିକ୍ଷୟିତ୍ରୀ ମିସ୍ ଆଡାମସ୍। ଯେତେ ଚରିତ୍ର ଅଛନ୍ତି ଏଇଠି ଆପଣ ମାନଙ୍କର ସମସ୍ୟା ସୃଷ୍ଟି ହେଇଛି। ଯେତେ ଚରିତ୍ର ଅଛନ୍ତି ତାଙ୍କର ବାହ୍ୟ ସ୍ୱରୂପ ଗୋଟିଏ, ଅନ୍ତ ସ୍ୱରୂପ ଆଉ ଗୋଟିଏ। ଅଚେତନରେ ସେମାନେ ଆଉ ଗୋଟିଏ। ସେଇ ଦେଖନ୍ତୁ, ଚରଣ ରାଓ ବିସ୍କୁଟ ବେପାରୀ, କିନ୍ତୁ ସେ ଜଣେ ଚିତ୍ରଶିଳ୍ପୀ, ଆର୍ଟିଷ୍ଟ, ଗାରରେ ଚିତ୍ର କରୁଛି ଏବଂ ଅନେକ ସମୟରେ ସେ ଚିତ୍ର ଗୁଡିକ ଜୀବନ୍ତ ହୋଇ ଉଠୁଛନ୍ତି। ନଜିର ମିଆଁ କିନ୍ତୁ ବଳିଷ୍ଠ ଲୋକଟିଏ, ଗୋଟେ ଅଭିଭାବକ, କିନ୍ତୁ ତା ଭିତରେ ଗୋଟେ ରହୁଛି ନେତୃତ୍ୱ, ତା ଭିତରେ ରହୁଛି ସମାଜରେ ରହୁଥିବା
ଅପାକ୍ତ ଲୋକମାନଙ୍କୁ ଥଇଥାନ କରିବା। ସବୁଠୁ ବଡ଼ ଯିଏ କବିରାଜ ହଉଛି ଶାସ୍ତ୍ରଜ୍ଞ, ଶାସ୍ତ୍ରୀୟ। ସିଏ କଣ ପାଉଛି? ଅମୃତ ବୃକ୍ଷର ସନ୍ଧାନ, ଅମୃତ ବୃକ୍ଷର ସନ୍ଧାନ। ହରିମିସ୍ତ୍ରୀ ସାଇକେଲ ଦୋକାନୀ, ଏମିତି କଳ ନାହିଁ ଯୋଉକୁ ସଜାଡି ପାରିବ ନାହିଁ। ଯେତେ ପଞ୍ଜାବୀ ସ୍ତ୍ରୀ ଲୋକ ଯୌନତାର ପ୍ରତୀକ, ରିକ୍ସାରେ ବସିଥିବା ତରୁଣୀ ଯିଏ ତା ପିନ୍ କଣ୍ଟାରେ ଜର୍ଜକୁ ଫୋଡି ଦଉଛି, ଆଉ ସେଇ ପିଠିରୁ ବାହାରୁଥିବା ରକ୍ତକୁ ନିଜ ଚୁଟିରେ କେଶରେ ମାରୁଛି, ସେ କଣ? ସେ କାମନାକୁ ଉଦ୍ଦୀପ୍ତ କରୁଥିବାର ପ୍ରତୀକ ବା ରୂପକ। ଗରୁଡ ବା ଭୈରବ, ଏ ତ ମାନେ ଏଇଟା ହଉଛି ଗରୁଡ ଭୈରବକୁ ଯଦି ଆପଣ ବୁଝିପାରିବେ ତାହେଲେ ଉପନ୍ୟାସଟିକୁ ବୁଝିପାରିବେ। ଏକ ଗୋଡିଆ ଲୋକଟିଏ ସମଗ୍ର ସମାଜକୁ ଶାସନ କରୁଛି। ଏଇଟା ହଉଛି ସବୁଠୁ କ୍ଷମତାଶାଳୀ ଅଂଶ ଉପନ୍ୟାସର। ଏଇଠି ନିଜେ ଶାନ୍ତନୁ ଆଚାର୍ଯ୍ୟ ଗୋଟେ ମିଥ୍ ନିର୍ମାଣ କରୁଛନ୍ତି, ନିଜେ ଗୋଟେ ମିଥ୍ ନିର୍ମାଣ, ଗୋଟେ ମିଥ୍ ସେ ନିର୍ମାଣ କରୁଛନ୍ତି। ସେ ଭୈରବ କଥାବାର୍ତ୍ତା ବନ୍ଦ କର। ଏବଂ ସେ ଯୋଉ ସ୍ତ୍ରୀ ଲୋକଟି ଆସୁଛି, ସେଇ ଯୋଉ ସ୍ତ୍ରୀ ଲୋକଟି ପଇସା ଦଉଛି, ଫିଙ୍ଗି ଦଉଛି ପଇସା, ଏବଂ ପଇସା ଦେଲା ପରେ ଏଇ ଯୋଉ ଗୋଡିଆ ଗରୁଡ ନିଜକୁ ଗରୁଡ କହୁଛି, ଏବଂ ଗୋଡ କାଟୁଥିବା ବଂଶ, ଗୋଡ କଟା ହଉଥିବା ବଂଶ। ଦେଖନ୍ତୁ କୋଉଠି ଏ କାହାଣୀ କୋଉଠି ପାଇବେ? ଏ କାହାଣୀ କୋଉଠି ପାଇବେନି? ଗୋଡ କଟା ହଉଥିବା ବଂଶ, ଯିଏ ବଡ ପୁଅ ତାଙ୍କ ଘରର ସେ ଗୋଡ କଟା ହଉଥିବ, ଏବଂ ସେଇଟା ହିଁ ତାଙ୍କର ବ୍ୟବସାୟ, ଏବଂ ସେଇଥିରେ ଉପାର୍ଜନ କରୁଛନ୍ତି, ଏବଂ ସେଇଥିରେ ସେମାନେ କେତେ ଧନୀ ହେଇଯାଇଛନ୍ତି। ଏଇ ଭିତରେ କଣ କୁହାଉଛି? ଏଇ ଭିତରେ କହି ଦିଆହଉଛି ଯେ ହିନ୍ଦୁ ମାନଙ୍କର ଧର୍ମ ଭୟ, ଏବଂ ହିନ୍ଦୁ ମାନଙ୍କର ଧର୍ମ ଭୟକୁ ମୂର୍ଖ ଅପାଙ୍କ୍ତେୟ ବ୍ୟକ୍ତି ମାନେ କିପରି ଆୟୁଧ କରି ଧନ ଉପାର୍ଜନ କରୁଛନ୍ତି। ତେଣୁ ବ୍ଲାକ୍ କବି ସହିତ ବ୍ଲାକ୍ ହ୍ୟୁମର ଇଏ ହଉଛି ସବୁଠୁ ବଡ ବ୍ଲାକ୍ ହ୍ୟୁମର, କଳା ହ୍ୟୁମର। ର ରିଏଲିଟି, ବ୍ଲାକ୍ ହ୍ୟୁମର ଏବଂ ବ୍ଲାକ୍ କଫି। ବ୍ଲାକ୍ କଫି ହଉଛି ର ରିଏଲିଟି, କଳା ବାସ୍ତବଟା ଯୋଉଟାକୁ ମୁଁ କହୁଛି। ମଣିଷ ଜୀବନର ସବୁ କଳା ଦିଗ ଗୁଡିକ, ସବୁ ପାପ ଦିଗ ଗୁଡିକ, ସେଗୁଡିକ ହିଁ ବାସ୍ତବତା। ଆମେ ସେଗୁଡାକୁ ଲୁଚେଇକି ରଖିଥାଉ। ତେଣୁ ମାର୍କ ଟୁଇନ୍ କହିଛନ୍ତି ଏଭ୍ରି ମୁନ୍ ହାଜ୍ ଡାର୍କର ସାଇଡ୍, ଏଭ୍ରି ମୁନ୍ ହାଜ୍ ଡାର୍କର ସାଇଡ୍। ଅମାବାସ୍ୟାର ଚନ୍ଦ୍ର, ଏଇ ଯୋଉ ପରମ୍ପରା, ଏଇ ପରମ୍ପରା ଅଛି। ଏବଂ ସବୁଠୁ ବଡ କଥାଟି ହଉଛି, ସବୁଠୁ ବଡ କଥା ମୁଁ ଯାହା ଏ ଉପନ୍ୟାସରେ ପାଇଛି ତାହା ହଉଛି ଶାନ୍ତନୁ ଆଚାର୍ଯ୍ୟ ଏ ଉପନ୍ୟାସରେ ୱାର୍ଲଡ ଅର୍ଡରକୁ ହୋଲ୍ଡ କରିଛନ୍ତି। ୱାର୍ଲଡ ଅର୍ଡର ଅର୍ଥାତ୍ ବିଶ୍ୱ ଧାରାକୁ ସେ ଏଠାରେ କେନ୍ଦ୍ରିତ କରିଛନ୍ତି। କୋଉଠି? ସେ ଉପନ୍ୟାସଟି ଓଡିଆ ଭାଷାରେ ଲେଖା ହେଇଛି ସିନା, କୋଉଠି ଓଡିଆ ଗୁଣ ଅଛି, କୋଉଠି ଓଡିଆ ସଂସ୍କୃତି ଅଛି? ସବୁଠି ଭାରତୀୟ ସଂସ୍କୃତି ଅଛି, ସବୁଠି ଭାରତୀୟ ସଂସ୍କୃତି ଅଛି, ସବୁଠି ୟୁରୋପୀୟ ସଂସ୍କୃତି ଅଛି। ଫ୍ରାନ୍ସର କଥା କହୁଛନ୍ତି, ପ୍ୟାରିସର କଥା କହୁଛନ୍ତି, ଆମେରିକାର କଥା କହୁଛନ୍ତି, ଯୁଦ୍ଧର କଥା କହୁଛନ୍ତି, ବ୍ରହ୍ମରାକ୍ଷସର କଥା କହୁଛନ୍ତି, ପିଶାଚୁଣିର କଥା କହୁଛନ୍ତି, ଡାହାଣୀର କଥା କହୁଛନ୍ତି, ମାଙ୍କଡର କଥା କହୁଛନ୍ତି, ହନୁମାନର କଥା କହୁଛନ୍ତି। ଏଇ ଯୋଉ ରୂପକ ଗୁଡିକ, ଏଇ ରୂପକ ଗୁଡିକ କଣ ହଉଛି ନା ଅନେକ ସମୟରେ ଆର୍କିଟାଇପରେ ପରିଣତ ହଉଛି, ଆର୍କିଟାଇପରେ। ଏବଂ ଯିଏ ମୁଖ୍ୟ ନାୟକ ନାୟିକା, ଏ ଉପନ୍ୟାସର ଯିଏ ମୁଖ୍ୟ ନାୟିକା ଗୋଦରୀ ବୁଢୀ, ସେ ହଉଛି ମାର ଆର୍କିଟାଇପ। ମାର, ସେ ମାଟି ଏତେ ବିସ୍ତୃତ, ଆଦିମ ମା ଠାରୁ ଆରମ୍ଭ କରି ଆଜିର ମା ପର୍ଯ୍ୟନ୍ତ, ଧରିତ୍ରୀ ମା ପର୍ଯ୍ୟନ୍ତ। ସେଥିପାଇଁ ଏ ମାଟି କଣ କେତେ ନବୀନ ସେ ମା। ସେ ମା ସମସ୍ତଙ୍କୁ ଖାଇବାକୁ ଦଉଛି, ସମସ୍ତଙ୍କୁ ଆଶ୍ରୟ ଦଉଛି। ସେ ମାଟି ସମସ୍ତଙ୍କର ଯୌନ ପରିତୃପ୍ତି କରୁଛି। ଇଏ ହଉଛି ସବୁଠୁ ବଡ ଅଂଶ ଉପନ୍ୟାସର, ସବୁଠୁ ବଡ ଉପନ୍ୟାସ।
ଏପରିକି ଜର୍ଜ ବି କହୁଛି ତୋତେ ଭୋକ ଲାଗୁଛି ତ ଖାଇବୁ ତ ଆ ଖାଇବୁ। ଯୌନ ସମ୍ପର୍କଟା କେବଳ ଗୋଟିଏ ପେଟର ଭୋକ ପରି ସେ ମା ପାଇଁ ନିଜର ପୁଅଟିଏ ପାଟ ନ ଉଡି ଯାଉ, ତାକୁ ଛାଡି ଆଉ କୋଉଠିକି ନ ଯାଉ, କାହିଁକି ସେ ଜୀବନରେ ସବୁ କିଛି ହରେଇ ହରେଇ ଆସିଛି ଏବଂ ପ୍ରତାରଣା ହିଁ ତା ଜୀବନର ଇତିହାସ। ଏ ପୃଥିବୀ ପ୍ରତାରିତ କରିଛି, ଏ ସମାଜ ପ୍ରତାରିତ କରିଛି, ତାକୁ ଭଲ ପାଇ ତା ପରିବାରରୁ ନେଇ ଆସିଥିବା ଲୋକଟି ମଧ୍ୟ ପ୍ରତାରିତ କରିଛି ଏବଂ ଶେଷରେ ଜନ୍ମ ହୋଇଥିବା ତାର ଶିଶୁ କନ୍ୟାଟିକୁ ମଧ୍ୟ ସେମିତି ଗୋଟେ ନର୍ଦ୍ଦମାରେ ପକେଇ ଦିଆଯାଇଛି। ତେଣୁ ଯେତେବେଳେ ଜର୍ଜ ଆସୁଛି, ଦେଖୁଛି ଏବଂ ଦି ଜଣଙ୍କର ଆଖି ମିଶି ଯାଉଛି, ଗୋଦରିବୁଡକୁ ଘେରିଥିବା ବ୍ୟକ୍ତି ମାନେ ଜର୍ଜକୁ ହଟେଇ ଦେବା ପାଇଁ ଚାହୁଁଛନ୍ତି, ସେତେବେଳେ ମାର, ସେଇ ମା ଯିଏ ଖାଦ୍ୟ ତିଆରି କରୁଛି, ଯୋଉ ମା ଖାଦ୍ୟ ତିଆରି କରୁଛି କୋଉଥିରେ, ଅତି ଚମତ୍କାର ସେ ସିମ୍ବଲଟି, ସେଇଟା ଗୋଟିଏ ସିମ୍ବଲ ଯାହା ଭାରତୀୟ ମାଙ୍କର ପରିଚୟ। ଲୁହା ଖଡିକାରେ ସେ କେଞ୍ଚୁଛି। କିଏ ଯଦି ଖରାପ ବ୍ୟବହାର ଦେଖିଲା କାହାକୁ, ସେଇଠି ସେ ଆଖିରେ ମିଳେକି ଦେଖି ଦଉଛି, ସେଇଥିରେ ସମସ୍ତେ ଶାସିତ ହେଇଯାଉଛନ୍ତି, ସମସ୍ତେ ଶୃଙ୍ଖଳିତ ହେଇଯାଉଛନ୍ତି। ତେଣୁ ମାଟି ସବୁବେଳେ ପରିବାରର ମେରି ଖୁଣ୍ଟ, ସେଇ ମେରି ଖୁଣ୍ଟଟି ଭିତରେ ସେ ସମାଜଟି ଗଢି ଚାଲିଛି। ତେଣୁ ଇଏ ହଉଛି ଆର୍କିଟାଇପ। ଏଠି କଣ ନାହିଁ, এই উপন্যাসରେ କଣ ନାହିଁ? ପ୍ରଥମେ ରହିଛି ଓରିଏଣ୍ଟାଲିଜିମ, ପ୍ରାଚ୍ୟବାଦ। ବାପାକୁ କୁହାହଉଛି ବରଗଛ, ବ୍ରହ୍ମରାକ୍ଷସ ସହିତ ତୁଳନା କରାହଉଛି। ମା କୁ କୁହାହଉଛି ମାଙ୍କେଡି ଏବଂ ସେଇଠୁ ଜନ୍ମ ହଉଛି ଏ ନର ରୂପକ କିର୍ଣ୍ଣର। କିର୍ଣ୍ଣର କୋଉମାନେ ନିର୍ଦ୍ଦିଷ୍ଟ ଗୋଟିଏ ଉଦ୍ଦେଶ୍ୟ ନେଇ ଆସିଥାନ୍ତି ଏବଂ ଏ ଉଦ୍ଦେଶ୍ୟଟି କଣ? ଜର୍ଜର ଏ ଉଦ୍ଦେଶ୍ୟଟି କଣ? ମୁକ୍ତି। କୋଉଠୁ ମୁକ୍ତି? ତିନୋଟି ମୁକ୍ତି ସେ ଚାହିଁଛି, ତିନୋଟି ମୁକ୍ତି। ଗୋଟିଏ ହଉଛି ଦାରିଦ୍ର୍ୟରୁ, ଗୋଟିଏ ହଉଛି ବ୍ୟବସ୍ଥାରୁ, ଆଉ ଗୋଟିଏ ମୁକ୍ତି ହଉଛି ଧର୍ମାନ୍ଧତାରୁ। ଏବଂ ସେ କଣ ଖୋଜୁଛି? ମଣିଷ ପଣିଆ। ସେଥିପାଇଁ ତ ସେଥିରେ ଯେତେବେଳେ ଯୋଉ ଉତ୍ତରାର୍ଦ୍ଧରେ ଯାଉଛି କାଠ କେବିନର ଅପର ପାର୍ଶ୍ୱରେ ଦେଖନ୍ତୁ ଗୋଟିଏ ଧଳା ଘର ଦେଖେଇ ଦିଆହଉଛି, କମ୍ୟୁନିଷ୍ଟ ଘରଟିଏ, ଏବଂ ମିସ୍ ଆଡାମ୍ସ ଆସୁଛନ୍ତି। ସେ ଜର୍ଜକୁ ଟ୍ରେନିଂ ଦେବା ପାଇଁ, କଣ ଯେ ସେ ହାର୍ଡକୋର ଏବଂ ସେଇ ହାର୍ଡକୋର କମ୍ୟୁନିଷ୍ଟର କଥା କୋଉଠି ସରିଯାଉଛି? ମିସ୍ ଆଡାମ୍ସ ସହିତ ଯୌନ ସଂସର୍ଗରେ। ଏବଂ ମିସ୍ ଆଡାମ୍ସ କୋଉଠୁ ଆସୁଛନ୍ତି? ୟୁରୋପରୁ ଆସୁଛନ୍ତି। ଏବଂ ସିଏ କିଏ? ସେ ଜଣେ ମାଂସ ବ୍ୟବସାୟୀ ପୁଞ୍ଜିପତିର କନ୍ୟା। ଦେଖନ୍ତୁ, ଏ ଖାଲି ମାଂସ ବ୍ୟବସାୟୀଟା ଶୁଣନ୍ତୁ, କୋଉ ମାଂସ କଥା କହୁନାହାନ୍ତି ଶାନ୍ତନୁ ଆଚାର୍ଯ୍ୟ। ମାଂସ ଟ୍ରାଫିକିଂ ଏବଂ ସେଇଠି କହିଦିଆ ହଉଛି, ସେଇଠି ଜଣେ କମରେଡ ଶୀର୍ଷ କମରେଡକୁ ମାରୁଛି। ସେଇଠି ଦେଖେଇ ଦିଆ ହଉଛି ଯେ ସାମ୍ୟବାଦ କଦାପି ମାନବୀୟ ସମାଜର ସମସ୍ୟାର ସମାଧାନ ନୁହେଁ। ସେଠି ଅତି ଚମତ୍କାର ଧାଡି ଲେଖିଛନ୍ତି। এইটা ଶେଷ ନୁହେଁ କି এইଟା ପ୍ରଥମ ନୁହେଁ ବୋଲି ଗୋଟେ ଧାଡିଟି ଅଛି, ମୁଁ ଯଦି ସମୟ ହବ ସେ ଧାଡି ଗୁଡିକ ପଢିଦେବି। ତେଣୁ ଏଇଠି ପ୍ରାଚ୍ୟବାଦ ସହିତ ଆମେରିକୀୟ ଓ ୟୁରୋପବାଦର ସଂଘର୍ଷ ଦେଖାଇ ଦିଆଯାଇନି, ସମନ୍ୱୟ ଦେଖାଯାଇଛି, ସମାନ୍ତରାଳ ଭାବରେ ଗତି କରାଯାଇଛି। ଭାରତୀୟ ଚିନ୍ତନ କଣ, ୟୁରୋପୀୟ ଚିନ୍ତନ କଣ, ଆମେରିକୀୟ ଚିନ୍ତନ କଣ, ଚିନ୍ତନ ଗୁଡିକ କେବଳ ଉପସ୍ଥାପନ କରିଦିଆଯାଇଛି, ଡିସ୍କୋର୍ସ କହିଦେଇଛନ୍ତି। ସେଥିପାଇଁ ଏଠି ସବୁ ଧର୍ମର ଲୋକ ଅଛନ୍ତି। ସେଇ ଦେଖନ୍ତୁ, ସେଇ ଯୋଉ ବୀର ସାମଲ, ସେ ଗୋଟେ ଓଡ଼ିଆ
वीर सामल केवल गोटे राम सिंह अच्छी चरण राव अच्छी नजीर मिया अच्छी हरि मिस्त्री अच्छी पंजाबी स्त्री लोक अच्छी देखो कानभास टी देखु एवं सबु चरित्र भितरे गोटाए प्रतिभा रही तेणु प्रतिभा जो स्तर रही आम धारणा नहीं जे आम गोटे शिक्षित संभ्रांत घर लोकटी प्रतिभा संपन्न ना से कैनन को एठी से परंपरा को भांगी देइछंती से परंपरा को भांगी देइछंती एवं से परंपरा भांगी देकरी से कहउछंती जे नजीर मिया से जो कविराज से कविराज कोठ अमृत हजार हजार वर्ष पथी गुड़ाक सी धरी किंतु से कहउछंती से समस्त पूरा डॉक्टर पाक जाउतलो मो पाक काहे आउछ किंतु लोक परंपरा रे विश्वास रही जाइछि जे डॉक्टर जहा न पारुछि मोला मनुष को एक कविराज पहुंचाई दउछि सुश्रुत कथा तेणु केते केते कथा आसी तेणु ये हिला प्राच्यवाद यूरोपवाद तापरे वास्तववाद अति वास्तववाद वास्तववाद तो ब्लैक रियलिटी अति वास्तववाद माने 80% उपन्यास रे सेठी आपण मानकर बुझिबा होची जे हठात थिबो चलिबा आपण मने पकांतु से लोक जाउछंती गोटे स्टेशन कोड कोडे लोकटे जाउछंती पिलाटा को छोटो पिलाटा को गोटे मांकड़ उठे की नहीं गला गछ ऊपर को तापरे सो गछ ऊपर से थेइथि डेइला ए माने कोन हे गले काकुस्थ हे गले पैसा ने कि ताको देले प्रार्थना कले एवं सी पैसा पाइला आनी कि छुआटी को देई देला ई जो भावना बा सबुठु ब्लैक रियलिटी सररियलिज्म मैजिकल रियलिज्म गोटे जगह वर्णित होइछि कोठी सबुठु उन्नत धरर वर्णना दीटा जगह गोटे होउछि रेल लाइन रु जते बेले अंधार रे नजीर मिया जॉर्ज को नेकी कोयला उठाए कोयला संग्रह करे सेते बेलको सामनारू आउ गोटे बुढ़ी मुंडर केश को ओलटा करके माड़ी आसुची एवं एमाने भयभीत होइके पड़े जाउ सेठी डायणी चिरगुणी ई सब परंपरा ई प्रसंग गुड़िक उठैचंदी ए कोन होउची लोक परंपरा विज्ञान परंपरा वास्तवता अति वास्तवता रियलिज्म सररियलिज्म ए सब गुड़िक अच्छी एवं सबुठु बड़ कथा होची एहार मैजिकल रियलिज्म एवं मु आश्चर्य हुए मैजिकल रियलिज्म पाई 100 इयर्स ऑफ सॉलिट्यूड मार्क्वेज सार स्थितिवाद कथा कहले मु स्थितिवाद को आसी नाही मु तारु आहुरी एडवांस थॉट ता कहूची मैजिकल रियलिज्म भी भारतीय साहित्य को सेतबेल को आसी नाही 1962 रे विश्व साहित्य को भी आसी नाही 1962 रे 1967 रे जाई करी लेखा होची 100 इयर्स ऑफ सॉलिट्यूड एवं 100 इयर्स ऑफ सॉलिट्यूड रो बहु पूर्वरु मैजिकल रियलिज्म रो गंता घर जो पृष्ठ रे पाइबे सेही पृष्ठ रे मैजिकल रियलिज्म सररियलिज्म रो कथा रहिछि सेठी बुझिबारे असुविधा हे जाउछि आम पिलांकर काहेकि ताहा होछि रूपकात्मक ताहा होछि संध्या भाषा सेठी जो ऊपर जो वर्णनाटी छेछि ऊपर वर्णना भितरे बहु गुढ़ तत्व गुढ़ रहस्य ता भितरे लुचि की रहिछि तम जते बेले आपण माने परीक्षा खातारे लेखिबे आपण जेते वर्णना कले भी जेते जुक्ति कले भी आपण माने ता देखै पारिबे नाही असंभव याकू परीक्षा खातारे अनुरूप भावे लेखिबा अति असंभव तेणु आउ गोटे बड़ कथा होछि उपन्यास रो थियोरी संपर्क रे मु एठी कहूछि थियोरी संपर्क आज्ञा माने क्षमा मागी नै कि मु कहूछि समस्त विदग्ध मंडली अछि लिपि पुष्पा मैडम अछंती नटवर सार अछंती अन्य माने अछंती पंकज अछंती ओडिया साहित्य रे बहु उपन्यास रचित होइछि
किंतु मॉडर्निस्ट नॉवेल बहुत कम अच्छे 6-8 घंटा मॉडर्निस्ट नॉवेल नुहे दैट्स ए रियलिस्टिक नॉवेल बुझी पारुछंती तेणु मॉडर्निस्ट नॉवेल रो मॉडर्निस्ट आधुनिकतावादी उपन्यास आधुनिक उपन्यास नु आधुनिकतावादी उपन्यास आधुनिकतावादी उपन्यास कथा जेतेबेले उठा जाए सेतेबेले जेम्स जॉयसंकर यूलिसिस कथा आसे बहुत चर्चित हुए आ अन्य उपन्यास एते चर्चित होते मॉडर्निस्ट उपन्यास टी कौन एक्जिस्टेंशियलिज्म टी कौन स्थितिवाद टी कौन ये उपन्यास रे स्थितिवादर पुनर्व्याख्या करा जायछि 1962 रे उपन्यास टी लगिछि पंकज जी यूरोप एंड अमेरिका रे स्थितिवाद 1960 बेलकू 1960 में किड था 1960 बेलकू यूरोप रे अमेरिका को आसी नाही फ्रांस जर्मन रे स्थितिवाद सृष्टि होची सेतेलकू शैशवटीए एठी जॉर्ज जो स्वर रे कहूची भांगुची आपण माने एति चमत्कार केते चमत्कार कथाटे शांतनु सर एटा जानि चंती कि मु जानि नै लिपि पुष्पा मैडम जानि चंती अति चमत्कार कथाटे पंकज जी सुनो मार्क्सिज्म रो नेक्स्ट फेज आउची एक्जिस्टेंशियलिज्म मार्क्सिज्म रो गौर भितरु पेट भितरु एक्जिस्टेंशियलिज्म बाहरिची समस्ते हमें जानिछे सार इति अति चमत्कार कथाटे से करजो अति चम कहले पर जेतेबेले या पड़े से जो मार्क्सिज्म भांगी देले ना जो कॉमरेड आनंद कथा कैरेक्टर गोटे है इज दैट आनंद धरा घर व्हाइट घर कथा कहउछन चकचाक दैट इज रूपक से जो चकचाक गोटे पटे काट केबिन आ गोटे केवल धलाकांत कहउछन आ किछि कहउ नांती औपन्यासिक शांतनु आचार्य से धलाकांतर स्ट्रक्चर को भांगी के बाहरी जाउची किए जॉर्ज तो बोले ना मुक्त तमर ये समाजर श्रेणी भेद ये श्रेणी संघर्ष ये द्वंद्वात्मक वस्तुवाद सेठी नहीं एवं सेठी गोटे जगारे शांतनु आचार्य कहउछंती वस्तु रे मध्य शक्ति अछि वस्तु मध्य शक्तिशाली सेठी कहि दिया होची द्वंद्वात्मक वस्तुवादर परवर्ती अवस्था कथा कहउछंती एवं सेठी ए पृथ्वी रे अति चमत्कार गोटे मेटाफर अछि पिला माने अति चमत्कार मेटाफर पे अछि प्रकृति रे देखो जॉर्ज रो साथी किए थिला गोटे छोट रबर कंढे कहीं से रबर कंढे कथा कहउछंती ओह शांतनु आचार्य सर जहाँ लिखिचंती 1962 रे मु तो पागल हो जाए लिपि पुष्प मैडम एवं कमल सुन से जो साइकिल मिस्त्री हरि मिस्त्री साइकिल मिस्त्री टा सी गोटे पिला प्लीज डोंट माइंड पिला माने मु बुझिया पे ए कथा कहूची अश्लील कथाटी किंतु ए युवक मनरे केमिति ए कथाटी एबे जोटा प्रचलित होउची एबे जोटा होटेल जोटा प्रचलित होउची रबर कंढे सहित रात्रि जापन शारीरिक संपर्क 1962 रे हरिमिश्र नामक साइकेल दुकानी थी सेमिति गोटे रबर कंढे रखिছে এবং सार लिखि दैछंती जे तार सहित तार सहवास हुए एवं सेही तत्वटी कोन से टी कोन जानिबा पई जेतेबेले चाहि जॉर्ज सहित हरिमिस्त्री रो समस्त संपर्क कटि जाइछ अथच जॉर्ज थिला संभावनामय अति चमत्कार कुशली जंत्रीटीए तेणु ये तो फ्यूचरिस्ट से ए नोवेलटा को मु जेतेबेले पढ़े सेतेबेले केवल गोटे ही टर्म आसे फ्यूचरिस्ट मॉडर्निस्ट नोवेल
ଜର୍ଜ ଅରୱେଲଙ୍କର 1984 ଏହାର ପାସଙ୍ଗରେ ପଡିବ ନାହିଁ ଏବଂ ମାର୍କ୍ୱେଜଙ୍କର 100 Years of Solitude ଏହାର ପାସଙ୍ଗରେ ପଡିବ ନାହିଁ। କାହିଁକି ପାସଙ୍ଗରେ ପଡିବନି ମୁଁ କହିଦଉଛି। 1984 କେବଳ ଯନ୍ତ୍ର କଥା କୁହାଯାଇଛି, ମାନବିକତାର କଥା କୁହାଯାଇ ନାହିଁ, ମୁକ୍ତିର କଥା କୁହାଯାଇ ନାହିଁ। ମଣିଷ କୃତଦାସ ହୋଇଯିବ, ବ୍ରେନ ର ଯେତେ ବୁଦ୍ଧି ଅଛି ସବୁ ଚରିଯିବ। ଏଠି ବି ବ୍ରେନ କଥା କୁହାଯାଇଛି, ଏଠି ବି ମସ୍ତିଷ୍କରୁ ସେ ଯୋଉ ଆପଣ ମାନେ ଜାଣୁଥିବେ ଯେତେବେଳେ ସେ ଯୋଉ ଧଳା ଘରେ ରହୁଛି ପ୍ରଥମେ ତାର ମଗଜ ବୋଲି ସାର୍ ବ୍ୟବହାର କରୁଛନ୍ତି, ମଗଜର ସ୍କାନିଂ ହଉଛି। ଆରେ ବାବା 1962 ରେ ମଗଜର ସ୍କାନିଂ କେତେ ଜାଗାରେ ହଉଥିଲା, କେତେ ଜାଗାରେ ହଉଥିଲା। 1960 ବେଳକୁ ବ୍ରେନ ସ୍କାନିଂ କୋଉଠି ଯଦି ଦିଲ୍ଲୀରେ ହଉଥିବ ଏମ୍ସ ରେ, ଓଡିଶାରେ ତ ବ୍ରେନ ସ୍କାନିଂ 1960 ସୃଷ୍ଟି ହେଇନଥିଲା, ଚିନ୍ତା ହିଁ ନଥିଲା। ଦେଖନ୍ତୁ କେତେ କେତେ ଏଲିମେଣ୍ଟ ଗୁଡାକ, କେତେ ଅନୁଷଙ୍ଗ ଗୁଡିକ ସେ ଯୋଡିଛନ୍ତି ବ୍ରେନ ସ୍କାନିଂ କରି। ତାର ଯୋଉ ଉଜ୍ଜଳ ଅତି ଇଣ୍ଟେଲିଜେଣ୍ଟ ସେ ପିଲା, ଯିଏ ଦେଖିଛି ତାକୁ, ଯାହାର ହାତ ଦେଖିଛି, ଯିଏ ଭବିଷ୍ୟବାଣୀ କରିଛି ସେ ପିଲାଟି ବହୁ ବଡ ହବ, ବହୁ ତାର ଉନ୍ନତ ସେ ବ୍ରେନ, ସେ କଥା କହୁଛି। ଏବଂ ବ୍ରେନ ସ୍କାନିଂ ହଉଛି ଏବଂ ବ୍ରେନ ସ୍କାନିଂ କରି ତା ବ୍ରେନରେ ଯୋଉ ଟିକେ ଗଫଲତି ରହିଛି ତାକୁ ସଂଶୋଧନ କରିବାର ଚେଷ୍ଟା କରାଯାଉଛି ବୋଲି ଉପନ୍ୟାସିକ ଲେଖିଛନ୍ତି, ଯାହା 1962 ବେଳକୁ ଭାବିବା ମଧ୍ୟ ସମ୍ଭବ ନୁହେଁ। ଏହିପରି ଏକ କାଳିସି ଲଗା ମୁହୂର୍ତ୍ତରେ এই ଉପନ୍ୟାସଟି ରଚନା କରାଯାଇଛି। ତେଣୁ ସେଇ ଯୋଉ ରବର କଣ୍ଢେଇ, ସେଇ ରବର କଣ୍ଢେଇ ଭିତରେ ଗୋଟେ ଜୀବନର ସନ୍ଦେଶ ମିଳୁଛି। କେହି ନାହିଁ, ମଣିଷ ଆଉ ସାଥୀ ହେଇ ପାରୁନାହିଁ ମଣିଷ ନିଜର ଦୁଃଖ, ନିଜର ସମ୍ବେଦନଶୀଳତା, ନିଜ ଅଭ୍ୟନ୍ତରର ଭାବନା ପ୍ରକାଶ କରିପାରୁନାହିଁ ଏ ସମାଜରେ। ସେଥିପାଇଁ ସେ ରବଟ ଭିତରେ ଚି ଚି ଶବ୍ଦ ଭିତରେ ସେ ଆନନ୍ଦ ପାଉଛି, ପ୍ଲେଜର ପାଉଛି, ଯାହା ନା ପାଉଛି ସମାଜରୁ, ନା ପାଉଛି ମାନବ ମାନଙ୍କ ମଧ୍ୟରୁ, ନା ଏପରିକି ପ୍ରକୃତି ମଧ୍ୟରୁ। କାହିଁକି? ତାର ପରିଚୟ ନାହିଁ, ତା ସ୍ଥିତି ନାହିଁ। ଏବଂ ଯେତେବେଳେ ବୁଢୀ ମାଟି ମରି ଯାଉଛି, ଗଦରୀ ବୁଢୀଟି ମରି ଯାଉଛି, ସେ ଆହୁରି ବାସ୍ତୁହରା ହେଇଯାଉଛି। ଏବଂ ସେଇଠୁ ହିଁ ତାର ପ୍ରକୃତ ଯାତ୍ରା ଆରମ୍ଭ ହଉଛି। ଖାଇବା ପାଇଁ ପାଉନାହିଁ, ଟିକେ ଗୋଟେ ଯାଉଛି ଅମୃତ ଚା ଖୋଜିବା ପାଇଁ। ଅମୃତ ଚା, ଯୋଉ ଚା ପିଇଲେ ଆଉ ଭୋକ ଲାଗିବ ନାହିଁ, ସେଇ ଅମୃତ ଚା ଗଲା ବେଳକୁ ସେ ଭେଟ ହଉଛି ଭୈରବ ସହିତ, ସେ ଭେଟ ହଉଛି ପୁଣି ସେ ସ୍ତ୍ରୀ ଲୋକ ସହିତ। ପୁଣି ସେଇଠୁ ଯେତେବେଳେ ସେ ପ୍ରତାରିତ ହଉଛି, ମାଡ ଖାଉଛି, ପ୍ରତାରିତ ହଉଛି, ସେ ଯାଇକି ନଈରେ ଖୋଜୁଛି କଣ? ହୀରା। ଅଭ୍ରକୁ ସେ ହୀରା ପାଉଛି ଏଇଠି। ଏବଂ ଯେତେବେଳେ ସେ ହୀରା ଖୋଜୁଛି, ଅଭ୍ରକୁ ଦେଖୁଛି ହୀରା ବୋଲି ଭାବି, ସେତେବେଳେ ସେଇ କମରେଡ ଆସୁଛନ୍ତି, ଗେଡା ଲୋକଟି, କହୁଛନ୍ତି ଆବେ ମୂର୍ଖ, ଏଇଠି କଣ ହୀରା ମିଳିବ, ଆ ମୁଁ ତତେ ହୀରା ଦେବି। ଏବଂ ସେ ହୀରା କାହା ପାଖରେ ଅଛି? ଦେଖନ୍ତୁ ବ୍ଲାକ ହ୍ୟୁମର, ସବୁ କମ୍ୟୁନିଷ୍ଟ ଲୋକଙ୍କ ଭିତରେ ସେ ହୀରାତକ ରହିଛି। ଅର୍ଥାତ ଅଲ୍ କ୍ୟାପିଟାଲିଷ୍ଟ ଆର୍ କମ୍ୟୁନିଷ୍ଟ and all communists are capitalist. ଏ ହଉଛି ୱାର୍ଲଡ ଅର୍ଡର, ଏବଂ ସେଠି ମଧ୍ୟ କୁହାହଉଛି ପୁଞ୍ଜିପତିର କଥା କୁହାହଉଛି। ଏବେ କହୁଛି, ଆପଣ ପଢନ୍ତୁ ସେ ଅଂଶରେ, ମୁଁ ପଢିଦେବି ସେ ଅଂଶଟି। ସିଧାସଳଖ ଭାବରେ ମାନନୀୟ ଆମେରିକୀୟ ରାଷ୍ଟ୍ରପତିଙ୍କ କଥା ସେଠି ଆସି ଯାଉଛି। ଯୁଦ୍ଧ କଥା, କ୍ଷମତା ପାଇଁ, ଧନ ପାଇଁ ଯୁଦ୍ଧ। ମଣିଷକୁ ପ୍ରତାରିତ କରିବା ପାଇଁ ଯୁଦ୍ଧ ବୋଲି ଲେଖିଛନ୍ତି, ଫ୍ୟୁଚରିଷ୍ଟିକ ନଭେଲ। ପ୍ରତାରିତ କରିବା ପାଇଁ, ମଣିଷର ସମ୍ପଦକୁ ଲୁଟ କରିବା ପାଇଁ, ଏବଂ ଯେତେ ବ୍ୟବସ୍ଥା ଅଛି, ଯେତେ ସାମାଜିକ ବ୍ୟବସ୍ଥା ଅଛି, ସେ ସାମାଜିକ ବ୍ୟବସ୍ଥା ଉପରେ ଯୋଉ ଲୋକଟି ରହୁଛି ସେ ହିଁ ଲାଭବାନ ହଉଛି, ତଳ ଲୋକମାନେ କେବଳ ଶୋଷିତ ହଉଛନ୍ତି। ତେଣୁ ଶୋଷଣର ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଶୋଷଣର ପ୍ରକ୍ରିୟା କେବେ ଶେଷ ହେବ ନାହିଁ, କେବେ ଶେଷ ହବ ନାହିଁ। ତେଣୁ ଏହିପରି ଅନେକ କଥା ଏଠି କୁହାଯାଇଛି। ଯେତେ ବର୍ଣ୍ଣନା କଲେ, ଯେତେ କହିଲେ ଏହା ସରିବ ନାହିଁ। କେବଳ ମୁଁ 2-3ଟି ଜଗତ କଥା, ମହାଜାଗତିକ କଥା
ଏ କଥା ରହିଛି, ପ୍ରାଚ୍ୟ ବିଦ୍ୟା କଥା ରହିଛି। ମୁଁ ଗୋଟିଏ ଦିଓଟି ଖାଲି କେବଳ ଅଂଶ ପଢିଦେଲେ ଆପଣ ମାନେ ବୁଝିପାରିବେ ଏଇଥିରେ କଣ ରହିଛି। ମୁଁ ମହାଜାଗତିକ କଥା ଯୋଉଟା ଓରିଏଣ୍ଟାଲିଜିମ କଥା କହୁଛି ସେଇ ଅଂଶଟି ପ୍ରାଚ୍ୟ ବିଦ୍ୟା କଥା ମୁଁ ଟିକେ ଗୋଟିଏ ଅଂଶ ଟିକେ ପଢିବି, ତାପରେ ଆଉ ଯୋଉ ସେକ୍ସ କଥା ଏଇ ଯୋଉ କଥା ପରମ ଟିକେ ଟିକେ ପଢିଦେବି। ମୁଁ ଆଉ 10 ମିନିଟ 5 ମିନିଟ ନେବି। ସାର୍ କିଛି ଅସୁବିଧା ନାହିଁ, ଆପଣ ଯାଆନ୍ତୁ, ଆଗକୁ ଯାଆନ୍ତୁ, କିଛି ଆଚ୍ଛା, ପ୍ରୋବ୍ଲେମ ଠିକ ନାହିଁ। ଆମ ପିଲାଙ୍କର ଧୈର୍ଯ୍ୟ ଅଛି ସାର୍, ପୁରା 10 ଯାଏଁ ଚାଲେ, ପିଲା ସମ୍ପୂର୍ଣ୍ଣ ଧୈର୍ଯ୍ୟଶୀଳ। ଠିକ ଅଛି, ଆପଣ ତାହେଲେ ଆଗକୁ ଯାଆନ୍ତୁ। ଏଇଟା ଦରକାର ଅଛି। ଦେଖନ୍ତୁ ମାନେ ଏଠି ତ ନାରୀର ଯୋଉ ରୂପ ବର୍ଣ୍ଣନା କରିଛନ୍ତି ନା, ଜଣେ 26 ବର୍ଷର ଯୁବକର ନାରୀ ସମ୍ଭବ ନାହିଁ। ନାରୀର ଯେତେ ରୂପଟି, ସେଇ ଯୋଉ ଆଡାମାସକୁ କାଳି କହୁଛନ୍ତି, ମା କାଳି କହୁଛନ୍ତି, ଏବଂ ଗୋଦରୀ ବୁଢୀ ମା ଦୁର୍ଗା ରୂପ। ଯେତେବେଳେ ସେ ମା ଦୁର୍ଗା କଣ ଧରୁଥିଲେ? ତ୍ରିଶୂଳ ଧରୁଥିଲେ। ଏ ତାର ସେଇ ଯୋଉ ଲୁହା ଖଡିକାଟି ଏବଂ ଯେତେବେଳେ ଚାଲି ଯାଉଛନ୍ତି ମା ଗୋଦରୀ ମା, ଯେତେବେଳେ ଅବର୍ତ୍ତମାନ ହେଇଯାଉଛି, ସଂସାରଟା ଆଉ ରହୁନାହିଁ, ବାଜି ଯାଉଛି, ବିଚ୍ୟୁତ ହେଇଯାଉଛି। ସମସ୍ତେ କାହାରି ଭିତରେ ସମ୍ପର୍କ ରହୁଛି। ଅତି ଚମତ୍କାର ସେ ସବୁ ବର୍ଣ୍ଣନା। ପିଲାମାନେ ପ୍ରଶ୍ନ ପଚାରିଲେ ବୋଧେ ଭଲ ହବ, ମୁଁ ଭାବୁଛି। ହଁ, ହଁ ମ୍ୟାଡାମ ସେଟା ରଖିବା, ସାର୍ କହିସାରନ୍ତୁ, ଆମେ ଆଜ୍ଞା କିଛି ପିଲାଙ୍କ ଜିଜ୍ଞାସା ରଖିବା। ଆଜ୍ଞା ମ୍ୟାଡାମ, ସାର୍ କହିସାରନ୍ତୁ। ଓକେ। ଦେଖନ୍ତୁ, ପ୍ରାଚ୍ୟବାଦ ଜର୍ଜ କାନଡେରି ବସିଥାଏ କବିରାଜ ବୁଢା ଠାରୁ ଅମର ତତ୍ଵ ଟିକେ ଶୁଣିବା ପାଇଁ। ଆଉ କବିରାଜ ବୁଢାର ବାଟୁଡି ପୁଣି ଛୁଟେ। ଖୁବ ଜୋରେ ଗୋଟେ କୁନ୍ଥେଇ କରି ବୁଢା ଡେରି ହେଇକରି ଚୌକିରେ ବସେ। ଦେଖନ୍ତୁ, ଏଇଟା ହଉଛି ରିଏଲିଟି। ସେ ପୁଣି ଉଠି ପାରେନି, ତାର ଅଣ୍ଟା ବଥା। କବିରାଜ ବୁଢାର ଅଣ୍ଟା ବଥା, ଇଏ ହଉଛି ବାସ୍ତବତା। ଏତେ ଡିଟେଲ, ଏତେ ମାଇନ୍ୟୁଟଲି ଗୋଟେ ଚରିତ୍ରକୁ ଚିତ୍ରିତ କରିବା ଗଭୀର ଅନୁଭବ ଦରକାର, ଗଭୀର ଅନୁଭବ। ଗୋଟିଏ ହାତ ଉଠେଇ ଜର୍ଜ କାନ୍ଧରେ ଥୋଇ ସେ କହେ, ବସ୍ ବସ୍, ମୁଁ ଜାଣେ ତୁ ହବୁ। ତୋ ଚେହେରା କହିଦଉଛି ସେ କଥା। ବସ୍ ସେଠି, ଆଉ ଶୁଣ, ତେଣିକି ତୋ କର୍ମ ଯଦି କର୍ମରେ ଥିବ ତ ଉଠି ଉଠି ଚାଲିବୁ। ଏଇ ଯୋଉ କବିରାଜ ବୁଢା ଚାହୁଁଥିଲା ଜର୍ଜ ଗୋଟେ ଡାକ୍ତର ହଉ, ଜର୍ଜ ଗୋଟେ କବିରାଜ ହଉ, ଜର୍ଜ ଗୋଟେ ଭାରତୀୟ ପରମ୍ପରାର ଅଧିନାୟକ ହଉ, ସବୁ ଶାସ୍ତ୍ର ଜାଣୁ। ଏ କିଛି କମ ବେଉସା ନୁହେଁ, ବୁଝିଲୁ? 1000 ବେଉସାକୁ ଏ ଚିତା କାଟିଦବ। ରାଜରାଜୁଡା ମାନେ ଆଗେ ଆମକୁ ସେଇଥିପାଇଁ ଉପାଧି ଦେଇଥିଲେ କବିରାଜ, ବୁଝିଲୁ? ଦିନେ ଏମିତି ଥିଲା, ପୃଥିବୀର ସବୁ ଲୋକେ ଛୋଟଠୁ ବଡ ଯାକେ ସମସ୍ତଙ୍କ ଜୀବନ ନାଟିକା ଥିଲା ଆମରି ହାତରେ। କାହା କଥା କହୁଛନ୍ତି? ପୃଥିବୀର କଥା କହୁଛନ୍ତି, ୱାର୍ଲଡ ଅର୍ଡର କଥା କହୁଛନ୍ତି। କୌଣସି ଭୂଖଣ୍ଡ ଭିତରେ ଏ ଉପନ୍ୟାସଟି ସୀମାବଦ୍ଧ ନୁହେଁ। ଏଇଥିରୁ ବୁଝ ତୁ ଏଇ କି ଜିନିଷ ଥିଲା, କେତେ କରାମତି ଥିଲା ଏଇ ବିଦ୍ୟାର। ବସ ବହିଲେ ରୋଗ ମାନେ ବସୁଥିଲେ, ଖସ ବହିଲେ ଖସୁଥିଲେ ମାନେ ମଣିଷ ଦିହରୁ। କିଏ? ରୋଗ। ଚରକ କଥା, ଶଶ୍ରୁତଙ୍କ କଥା, କବିରାଜ କଥା, ପ୍ରାଚ୍ୟ ବିଦ୍ୟା ପରମ୍ପରା କଥା, ଜ୍ଞାନ ପରମ୍ପରା କଥା। ଖାଲି ରୋଗ ନୁହେଁ, ମଣିଷଙ୍କ ଭିତରେ ଯୋଉମାନେ ରଜା ବୋଲଉଥିଲେ ସେମାନେ ପରା ଦିନେ ଏଇ ମୁଠା ଭିତରେ ଥିଲେ। କିନ୍ତୁ କର୍ମ ବାବୁ ସବୁର ମୂଳ। କର୍ମ ଖରାପ ଆମର, ଟିକେ ଖସିଗଲା ସବୁ ଶକ୍ତି ଆମ ହାତରୁ। ନାହିଁ ତ ବଣ ଜଙ୍ଗଲରେ ଏମିତି ଗୋଟାଏ ଚେର ହେଉନଥିଲା, ଏମିତି ଗୋଟାଏ ଘାସ ଗଛ ନଥିଲା ଯାହାକୁ ଆମେ ଚିହ୍ନି ନଥିଲି କି ଯିଏ ଆମକୁ ଚିହ୍ନି ନଥିଲା। କହିବି ପିଲାମାନେ, ଏବେ ଉଭୟ ଏଲୋପାଥି ଏବଂ ଆୟୁର୍ବେଦିକରେ ଶକ୍ତି ବର୍ଦ୍ଧକ ଭାବରେ ଗୋଟିଏ ବୃକ୍ଷର ଚେରକୁ ବ୍ୟବହାର କରାଯାଉଛି ଏବଂ ତାହା ବଜାରରେ ବହୁ ପ୍ରବଳ ଭାବରେ ଚାଲିଛି ସମଗ୍ର ବିଶ୍ୱରେ। କଣ ସେ ଗଛ ଚେର ଜାଣିଛ? ସମସ୍ତେ ଜାଣିଛନ୍ତି, ଖାଲି ମୁଁ ମନେ ପକେଇଥିଲି, ଅଶ୍ୱଗନ୍ଧା। ଅଶ୍ୱଗନ୍ଧା ଭାରତୀୟ ପରମ୍ପରାର ପରିଚୟ। ସେଇ ଏଇଠି କଥା କହୁଛି। ବାପା ଅଜା ଅମଳରୁ 14 ପୁରୁଷୀ ବିଦ୍ୟା। ଏଇ ପୁରୁଷରେ କଣ ଏ ଜାଣ ଗଲା ଆମ ହାତରୁ। ଏ ରୋଗ ଆମକୁ ଖାଇଲା, କୂଳ ତ ବୁଡିଲା ଏଇଠୁ। କବିରାଜ ବୁଢା ଲକ୍ଷ୍ୟ କଲା ଜର୍ଜକୁ। ଟୋକାଟା
ବୁଢାର ଏଇ କାନ୍ଦଣା ଆଡକୁ କାନ ଦେଇନଥିଲା ବୋଧେ, ସେ ଆଉ କଣ ଭାବୁଥିଲା ବସି ବସି, ଅବଚେତନର ବିସ୍ତା। ହଠାତ୍ କବିରାଜ ବୁଢା ଚୁପ ହେଇଯିବା ମାତ୍ରେ ଜର୍ଜ ପଚାରିଲା, ତମେ ପରା ଅମର ଗଛର ଚେର କଥା କହୁଥିଲ, କଣ ହେଲା ସେ କଥା? କଣ ତାର ସନ୍ଧାନ ପାଇଲଟି? ପାଇଛି। ମୁରୁକି ହସି ବୁଢା ଚାହିଁଲା ଟୋକାଟାର ମୁହଁକୁ। ଟୋକାଟାର କଳା ଝୁକୁଚୁକୁ ଢେକା ଆଖି ଦିଟା ଖାଲି ତତ୍ତ୍ୱ ପିଇବା ପାଇଁ ଅନେଇ ରହିଥିଲେ। ବୁଢା ଆଶ୍ଚର୍ଯ୍ୟ ହେଲା, ଅମର ବୃକ୍ଷ କାହିଁକି ଟୋକାଟାକୁ ଏତେ ଧାରିଛି? ଆଉ କୁଆଡକୁ ୟାର ମନ ଚାଲୁନାହିଁ ତ? କଣ ତାହେଲେ କଣ ଅଛି ଚର୍ଚ୍ଚ ଭିତରେ? ଏ ହଉଛି ଚର୍ଚ୍ଚର ଅନ୍ତଶ୍ଚେତନର ସ୍ୱରୂପ, ପରିଚୟ। କୌଣସି ଭିତରେ ସେ ବାନ୍ଧି ହେବ ନାହିଁ। ସେ ଜ୍ଞାନର ଶେଷ ସୀମା ପର୍ଯ୍ୟନ୍ତ ପହଞ୍ଚିବ। ଜ୍ଞାନର ଶେଷ ସୀମା ପର୍ଯ୍ୟନ୍ତ ପହଞ୍ଚିଲା ପରେ ମଧ୍ୟ ତାର ଯାତ୍ରା ଅଟକି ରହିବ। ଏଇ ଯୋଉ ସୁଦୀର୍ଘ ଜୀବନ ଯାତ୍ରା, ଏ ସୁଦୀର୍ଘ ଜୀବନ ଯାତ୍ରାର କାହାଣୀ ହଉଛି ନରକିନ୍ନର ଉପନ୍ୟାସ। ଏବେ ଆସନ୍ତୁ ଆଉ ଗୋଟେ ଜାଗାରେ ମୁଁ କହିବି, ପୃଷ୍ଠା 12ରେ ମଣିଷର ଅନ୍ତଃସ୍ୱରୂପ କେମିତି ପ୍ରକାଶିତ ହୋଇଛି, ଯୋଉଟା ଆପଣ ମାନେ ବୁଝିପାରୁନଥିବେ। ସାପ, এই ଉପନ୍ୟାସରେ 5-6 ଜାଗାରେ ସାପର ବର୍ଣ୍ଣନା ଅଛି। ସାପର ବର୍ଣ୍ଣନା ଅଛି। ସାପ ଯୌନତାର ପ୍ରତୀକ, କିନ୍ତୁ ସବୁଠାରେ ଏହା ଯୌନତାର ପ୍ରତୀକ ଭାବେ ପ୍ରଭାବିତ ହୁଏ। ବନ୍ଧନ ଭାବରେ ବ୍ୟବହାର ହଉଛି ଏବଂ ଆତ୍ମାର ବିକାଶ, ନିଜ ଭିତରେ ଯୋଉ ଅଜଗରଟି ଭିଡି ମଡି ହୁଏ, ସେ ଅଜଗର ସାପର କଥା ମଧ୍ୟ ଏଠି ରହିଛି। ସାପର 3 ପ୍ରକାର ବ୍ୟବହାର ହେଇଛି, ଏଇଠି ଗୋଟେ ରହିଛି। ଦେଖନ୍ତୁ, ପଇସା ଦିହରେ ଗୋଟେ ସାପ ଚାଲିବାକୁ ଆରମ୍ଭ କରିଦେଇଥାଏ, ତା ଜୀବନରେ ପଇସାର ସ୍ୱରୂପ ସେ ଦେଖିନଥାଏ। ଦେଖନ୍ତୁ, ଅର୍ଥ ଗୋଟେ ବୃହତ୍ତର ବ୍ୟବସ୍ଥା ଆଡକୁ ନେଇଯାଆନ୍ତି। ଗୋଟେ ଡ୍ରେନରେ ବିତିଥିବା ଜୀବନ ଆଉ କିଛି ନଥିବା ସର୍ବହରାର ଜୀବନ ଭିତରେ ପଇସାର ମୂଲ୍ୟ କଣ ରଖେ ଏବଂ ତାହା କିପରି ବର୍ଣ୍ଣିତ ହଉଛି। ପଇସା ଦିହରେ ଗୋଟେ କେତେବେଳେ ନା ଯେତେବେଳେ ସେ ପ୍ରଥମେ ଆସୁଛି ଗୋଦରୀ ବୁଢୀକୁ, ପେଟରେ ଭୋକ, ତାକୁ ଖାଇବା ଦରକାର, ନ ଖାଇଲେ ସେ ମରିଯିବ, କିନ୍ତୁ ପଇସା ତା ପାଖରେ ନାହିଁ। ସେତେବେଳକୁ କାଠ କ୍ୟାବିନରେ କୋଳାହଳ ଅନେକ କମି ଯାଇଥାଏ। ଗଳି ଭିତରେ କ୍ରମେ ଲୋକ ଚଳାଚଳ ଆରମ୍ଭ କରିଦେଇଥାନ୍ତି। ଖଣ୍ଡେ ଅଧେ ମୋଟର ଗାଡି ବି ଚାଲିବାକୁ ଆରମ୍ଭ କରିଦେଇଥିଲା। ଟୋକାଟାର ସାମାନ୍ୟ ସାହସ ହେଲା, ତଥାପି ସେ ଚାହିଁ ପାରୁନଥାଏ ବୁଢୀ ମୁହଁକୁ। କେମିତି ଗୋଟେ କୋକୁଆ ଫଳ ତା ଦେହରେ ପଶି ଯାଇଥାଏ। କଣ ହବ, କେମିତି ମୁକୁଳିବ ଏଠୁ? ସେ କେତେ ପଇସାର ଖାଇଲାଣି, ପଇସା କଣ, ସେ ଆସିବ କୋଉଠୁ? ହେଲେ ପଇସା ଦିହରେ ଗୋଟେ ସାପ ଚାଲିବାକୁ ଆରମ୍ଭ କରିଦେଇଥାଏ ତାର। ଦେଖନ୍ତୁ ରୂପକ, ଦେଖନ୍ତୁ ଜୀବନରେ ପଇସାର ସ୍ୱରୂପ ସେ ଦେଖିନଥାଏ। ତା ଛଡା ଖାଇବା ପାଇଁ, ପେଟ ପୁରାଇବା ପାଇଁ, ଭୋକ ମାରିବା ପାଇଁ ସେଇଟାର ଯେ ଦରକାର ଥାଏ, ସେ କଥା ମଧ୍ୟ ବୁଢୀଟା ପୁରେଇ ନେଇଥିଲା ଏଡେ ବଡ ପିଲାର ମୁଣ୍ଡରେ। ଏବେ ହବ କଣ? ତାକୁ ଲାଗିଲା ସତେକି ପଇସା ବୋଲି ଜିନିଷଟାକୁ ନଦେଲେ ପଇସା ବଦଳରେ ସେ ବୁଢୀଟା ତା ଠାରୁ ସେତିକି ପରିମାଣରେ ମାଉଁସ ଝୁଣି ନେବ। ଏଇଲେ ଇସ୍, ତା ଦେହ ଶୀତେଇ ଉଠିଲା। ତାର ମନେ ପଡିଲା ବହୁ ପିଲାଦିନର ଗୋଟିଏ କଥା, ଯୋଉଟା ସେ ତା ବାବା ଠାରୁ ଶୁଣିଥିଲା। କେମିତି ସେତେବେଳେ ମଣିଷ ମାନେ ମଣିଷ ମାଂସ ଖାଉଥିଲେ, କେମିତି ମଣିଷ ସେତେବେଳେ ଫଳମୂଳ ଖାଇ ନଥିଲା, ବାଡ ବଗିଚାରେ ପନିପରିବା କରି ଶିଖିନଥିଲା, ଖାଲି ମାଉଁସ ଖାଉଥିଲା। କଅଁଳିଆ ପିଲାମାନଙ୍କ ମାଉଁସ ପାଇଁ କେମିତି ମଣିଷ ମଣିଷ ଭିତରେ, ଦଳ ଦଳ ଭିତରେ ଯୁଦ୍ଧ ହଉଥିଲା। ଯିଏ ଜିତୁଥିଲା ସେ ଧରି ନଉଥିଲା ଅନ୍ୟ ଦଳର ସମସ୍ତ ମଣିଷ, ତାଙ୍କୁ ଗୋଟେଇ ପାଟେଇ ଅଖାରେ ପୁରେଇ। ଦେଖନ୍ତୁ, ଇଏ ହଉଛି ୱାର୍ଲଡ ଅର୍ଡର, ଇଏ ହଉଛି ମଣିଷ ସଭ୍ୟତାର ବର୍ଣ୍ଣନା। ଇଏ ଏସୀୟ ନୁହେଁ, ଇଏ ୟୁରୋପୀୟ ନୁହେଁ, ଏ ଆଫ୍ରିକୀୟ ନୁହେଁ। ସବୁ ମଣିଷ ଜାତିର ପ୍ରାଥମିକ ପର୍ଯ୍ୟାୟରେ ଏ ଅବସ୍ଥା ଥିଲା, ଏ ଅବସ୍ଥା ଥିଲା। ସାପ ମାନେ ମଧ୍ୟ ତାଙ୍କ ଶାବକକୁ ଖାଇଯାଆନ୍ତି। ସମସ୍ତେ ନିଜ ମାଛ ମାନେ ମଧ୍ୟ ତାଙ୍କ ଶାବକକୁ ଖାଇଯାଆନ୍ତି, ଅନ୍ୟ ଶାବକକୁ ଖାଇଯାଆନ୍ତି। ମୁଁ ଗୋଟିଏ ବହି ପଢିଥିଲି, ସାପିଏନ୍ସ, ଜାଣିଛନ୍ତି? ଗୋଟେ ସନ୍ତାନ ପ୍ରସବ କରିବାର, ଗୋଟେ ମାଙ୍କଡ ବା ଗରିଲା ସନ୍ତାନ ପ୍ରସବ କରିବା ପ୍ରକ୍ରିୟା କେତେ ହଜାର ବର୍ଷ ଲାଗିଛି। ସେମାନେ ଗର୍ଭବତୀ ହଉଥିଲେ, ସନ୍ତାନ ପ୍ରସବ କରିପାରୁନଥିଲେ।
କାହିଁକି ସେମାନେ ଗଛରୁ ଗଛକୁ ଡଉଥିଲେ, ଦୌଡୁଥିଲେ, ବୁଲୁଥିଲେ, ତେଣୁ ସେମାନଙ୍କର ସନ୍ତାନ ରହୁନଥିଲା। ବହୁ ବିବର୍ତ୍ତନ ପରେ 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 ଯାଇ ଏ ପୃଥିବୀରେ ସନ୍ତାନ ସମ୍ଭବ ସୃଷ୍ଟି ହେଇଛି। ଏବେ ମନେ ପକାନ୍ତୁ ଅମୃତର ସନ୍ତାନ କଥା। ଠିକ ସେମିତି ସେ ନାୟିକାଟି କାଠ ଜାଳେଣୀ ଆଣୁ ଆଣୁ, କନ୍ଦା ଆଣୁ ଆଣୁ ସନ୍ତାନ ପ୍ରସବ କରୁଛି। ଜଙ୍ଗଲରେ ଯାହା ଦେଖିଥିଲେ ନିଜ ଆଖିରେ ଶାନ୍ତନୁ କୁମାର ଆଚାର୍ଯ୍ୟ ମହେନ୍ଦ୍ର ତନୟା କୂଳରେ ଥିବା ଜଙ୍ଗଲ, ମଣିଷର ସ୍ୱରୂପ, ମଣିଷର ଅନ୍ତଶ୍ଚେତନ ସବୁ ଯୁଗରେ, ସବୁ କାଳରେ, ସବୁ ସ୍ଥାନରେ ସମାନ। ଆମେ କେବଳ ପରିପାଟି ବଦଳେଇ ଦେଇଛୁ। ଏଇଠୁ ବୁଝିପାରୁଥିବେ ଏଇ ଯୋଉ ଛୋଟ ଛୋଟ ଏଲିମେଣ୍ଟ ଗୁଡିକ ରହିଛି, ଏଇ ଛୋଟ ଛୋଟ ଏଲିମେଣ୍ଟ ଗୁଡିକ ଏତେ ରୂପକାତ୍ମକ ଭାବରେ ରହିଛି। କାହିଁକି ସେ ପୁରା କୌଣସି ଷ୍ଟୋରି, ଶାନ୍ତନୁ ଆଚାର୍ଯ୍ୟ ନରକିନ୍ନର ଉପନ୍ୟାସକୁ କୌଣସି କାହାଣୀ ମଧ୍ୟରେ ଆବଦ୍ଧ କରିବା ପାଇଁ ଚାହିଁ ନାହାନ୍ତି। ଏହା ଏକ ମୁକ୍ତ ରଚନା। ଯୋଉ ଚରିତ୍ରକୁ ଯେମିତି ଭାବରେ ଆପଣ ବୁଝିବେ, ଅନୁଭବ କରିବେ, ମୁଁ ଯେମିତି ବୁଝୁଛି ଆପଣ ଯେ ସେମିତି ବୁଝିବେ ସେମିତି ନୁହଁ। ଇଟ୍ସ ଏ ମଡର୍ନ ଟେକ୍ସଟ। ଏଇଟା ଗୋଟେ ପାଠ, ଏଇଟା ଏକ ୱାର୍କ ନୁହେଁ, ଏକ କୃତି ନୁହଁ। ଆପଣ ପଢିବେ ଟେକ୍ସଟ କହିଲେ କଣ ବୁଝାଯାଏ? ଇଟ ଇଜ ଏ ମଡର୍ନିଷ୍ଟ ଫ୍ୟୁଚରିଷ୍ଟ ଟେକ୍ସଟ। ତେଣୁ ଏଠି ଯାହା କଥା କୁହାହଉଛି ମ୍ୟାନ କାଇଣ୍ଡ ର କଥା କୁହାହଉଛି, ମାନବ ସମାଜର କଥା କୁହାହଉଛି, ମାନବ ସମାଜର ବିବର୍ତ୍ତନର କଥା କହୁଛି, ବ୍ୟବସ୍ଥାର କଥା କୁହାହଉଛି, ଏବଂ ତା ଭିତରେ ପ୍ରମୁଖ ଭାବରେ ଭାରତୀୟ ଦର୍ଶନ, ଭାରତୀୟ ଚିନ୍ତନକୁ ପ୍ରାଧାନ୍ୟ ଦିଆଯାଉଛି। ଗୋଦରୀ ବୁଢୀ କିପରି ପୃଥିବୀ ମାତାର ପ୍ରତୀକ, ଏଇ କଥାଟି କହିଦେଇକି ମୁଁ ମୋର ବକ୍ତବ୍ୟ ଶେଷ କରିବି। ଗୋଦରୀ ବୁଢୀ କିପରି ପୃଥିବୀ ମାତାର ପ୍ରତୀକ। 14 ପୃଷ୍ଠାରେ ପେଜର ଏଗୁଡାକ ଦେଖନ୍ତୁ। ପୁରା ପୃଥିବୀ ମାତା ମନେ ରଖନ୍ତୁ, ମୁଁ କହୁଛି ଗୋଦରୀ ବୁଢୀ ପୃଥିବୀ ମାତା। 2 ପଇସାର ବାଟ ଫିଟିଯାଏ ଅବଶ୍ୟ, ଗରାଖ ଯୋଉଠି ଜୁଟନ୍ତି ପଇସାର ବାଟ ସେଠି ଫିଟେ ନିଶ୍ଚୟ। କିନ୍ତୁ ଏଇ ଥଲ ଥଲିଆ ଦର ଦର ପାଚିଲା ହୁଏତ ଟିକେ ମଞ୍ଜ କଞ୍ଚା ଗୋଦରୀ ବୁଢୀଟା ଠେଇ କଣ ବା ଏମିତି ଅଛି ଯେ ପଇସାର ବାଟ ତାର ଫିଟିଯାଏ, ଆଉ ତାରି ଦୋକାନରେ ଆସ ଜୁଟନ୍ତି ଗରାଖ। ଗୋଟେ ଆକର୍ଷଣ, ଗୋଦରୀ ବୁଢୀ ଆକର୍ଷଣରେ ସବୁ ଗରାଖ ଚାଲି ଟାଣି ହେଇ ଆସନ୍ତି ତା ଆଡକୁ। ଟାହୁଲି ଟପରା, ଖେଳ କୌତୁକ ଆଉ ତାତିଲା ଲୁହାର ଚିଆଁ ସବୁ ସହନ୍ତି ସେଇ ଗରାଖ। ଦେଖନ୍ତୁ ଜୀବନ, ଟାହୁଲି ଟାପରା କେବଳ ଖାଇବା ପାଇଁ ଆସନ୍ତିନି, ଆତ୍ମୀୟତାର ବନ୍ଧନରେ ସେମାନେ ବାନ୍ଧି ହେଇଯାଇଛନ୍ତି। ଟାହୁଲି ଟାପରା, ଖେଳ କୌତୁକ ଆଉ ତାତିଲା ଲୁହାର ଚିଆଁ ସବୁ ସହନ୍ତି ସେଇ ଗରାଖ। କିନ୍ତୁ ଗରାଖ ଭାଗନ୍ତି ନାହିଁ ଜମା ଏଇ ଦୋକାନରୁ। କିଏ ଆସିଛି ଦକ୍ଷିଣରୁ, କିଏ ଆସିଛି ଉତ୍ତରରୁ, କିଏ ବା ଆସିଛି ପୂର୍ବ ପଶ୍ଚିମରୁ, ଆଉ କିଏ ବା କୋଉଠୁ ନ ଆସି ଜନ୍ମ ହୁଅନ୍ତି ନର୍ଦ୍ଦମାର ପୋକ ଭଳି। ସବୁ ପୁରା ଗ୍ଲୋବଟି ଏଇଠି, ପୁରା ଗ୍ଲୋବ। ଏ ସହରରୁ 10 ଦିଗରେ ଗରାଖ ଆସି ଠୁଳ ହୋଇଛନ୍ତି ଏଇ ଗୋଦରୀ ବୁଢୀର କାଠ ଦୋକାନର ଓଳି ତଳେ। କଣ ଟାଣେ ତାଙ୍କୁ, କଣ ଏକାଠି କରେ ତାଙ୍କୁ? କି ବାସନାରେ ଆମୋଦିତ ହୋଇ ଦୌଡି ଆସନ୍ତି ଏଇ କୀଟ ପତଙ୍ଗ ଗୁଡିକ? କାହାର ଭୋକ ଘେନି ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ 12 ଜାତି 13 ଗୋଲା ସବାଖିଆ ନିଅସିଆ ଅବା ଗୋଠ ଛଡା 12 ବୋଲା ଗୁଡିକ ଦୌଡି ଆସନ୍ତି ବାଟ ଶୁଙ୍ଗି ଶୁଙ୍ଗି ଏଇ କାଠ କ୍ୟାବିନ ତଳ, ଏଇ କାଠ କ୍ୟାବିନ ତଳ। କାହିଁକି? ଏଇ କାଠ କ୍ୟାବିନ ପାଖରେ ଥାଏ ବ୍ଲାକ୍ କଫିର ଉଷୁମତା ଟାଣି ଆଣେ କାହିଁ କେତେ ଦୂରରୁ ଗରାଖ ମାନଙ୍କୁ। କି ଭୋକ ସେ? ପେଟର ଭୋକ ନା ମନର ଭୋକ? ଦେଖନ୍ତୁ ସବକନସିୟସ, ପେଟର ଭୋକ ନା ମନର ଭୋକ? ମନ ସମ୍ପର୍କରେ ତ ଅତି ଚମତ୍କାର କଥା କହୁଛୁ, ଅତି ଚମତ୍କାର କଥା କହୁଛୁ। ଗୋଟେ ଚାପ୍ଟରରେ ମନ ଉପରେ ଗୋଟେ ପୁରା ବର୍ଣ୍ଣନା ଅଛି। କେତେ ଲୋକର ଭୋକ ବା ସମ୍ଭାଳି ପାରିବ ଏଇ ଗୋଦରୀ ବୁଦ୍ଧିଟା? କେତେ ଲୋକର ଭୋକ ବା ସମ୍ଭାଳି ପାରିବ ଏଇ ଗୋଟାଏ ଗୋଦରୀ ବୁଢୀ? ତାର ଏଇ 2 କୋଡ଼ିରୁ 2 ବା ଖୁବ ଜୋର 3 ଗୁଣା ବୟସରେ, 2 କୋଡ଼ି 40-45 ବର୍ଷର
ମହିଳାଟି କେତେ ଲୋକଙ୍କର ଭୋକ ସମ୍ଭାଳି ପାରିବ? ସେ ସମ୍ଭାଳି ପାରିଛି ପେଟର ଭୋକ, ଦେହର ଭୋକ, ମନର ଭୋକ। ପେଟର ଭୋକ ଯାହା ତାହା ମନର ଭୋକ ତାହା ନୁହେଁ। ଦେହର ଭୋକ ଯାହା ତାହା ପେଟର ଭୋକ ବା ମନର ଭୋକ ତାହା। ଜର୍ଜ ପାଖରେ ନା ଥିଲା ପେଟର ଭୋକ, ନା ଥିଲା ଦେହର ଭୋକ, ତା ପାଖରେ ଥିଲା ମନର ଭୋକ। ସେଥିପାଇଁ ସେ ସମ୍ମିଳିତ ଭାବରେ ଗୋଦରୀ ବୁଢୀ ସହିତ ଏକାତ୍ମ ହୋଇ ବଞ୍ଚୁଛି। ଆଉ ଗୋଟିଏ କୋଳଟା, ତା କୋଳଟା କହିକି ମୁଁ ଶେଷ କରିବି। ପାଞ୍ଚ ବର୍ଷ ଦିନଠୁ ଆଜି ଯାଏ ସେ ଦେଖି ଆସିছে ଏଇ ବୁଢୀକୁ। 5 ବର୍ଷ ଦିନଠୁ ଆଜି ଯାକେ ସେ ଦେଖି ଆସିছে ଏଇ ବୁଢୀକୁ। କଣ ସେ ଦେଖିଥିଲା ଆଉ ଆଜି କଣ ସେ ଦେଖୁଛି, ସେ ଭିତରେ କିଛି ପାର୍ଥକ୍ୟ ଦେଖି ପାରୁନାହିଁ ବୀର ସାମ। କିନ୍ତୁ ସେ ଦେଖୁଛି ଏଇ ଲୋକଟାକୁ ଯିଏ ତାଠୁ ରୂପ, ଗୁଣ, ବଳ, ବୟସ ସବୁଥିରେ ଭିନ୍ନ। କିନ୍ତୁ ଆଜି ଏଇ ଭିନ୍ନ ମଣିଷଟାକୁ ତାକୁ ସଦାବେଳେ ଭଲ ଲାଗି ଲାଗି ଆସୁଛି। ବରା ଗୁଲଗୁଲା ଚୋବେଇ ইয়ারি কোଳରେ ଉଷୁମ ଟାଣି ଦିନେ ତାର ପେଟ ପୁରିଥିଲା। ସେ ବି 5 ବର୍ଷରୁ ଆସିଛି ବୀର ସାମଲକୁ ଏବଂ ଗୋଦରୀ ବୁଢୀର କୋଳରୁ ଉଷୁମ ଟାଣି ବଞ୍ଚିଛି। ଉଷୁମ ଟାଣି ବଞ୍ଚିଛି। ମାତୃତ୍ୱର ପ୍ରେମ ପାଇଛି, ସ୍ନେହ ପାଇଛି, କେବଳ ଖାଇବା ପାଇନାହିଁ। ସେଇଟା ହଉଛି ମନର ଭୋକ। ଆଜି ବି ପେଟ ସେମିତି ପୁରିଛି ତାର, ସେମିତି ଖାଉଛି ସେ ବରା ଗୁଲଗୁଲା, ମାଉଁସ ଆଉ ଚାହା। କେବଳ ସେଇ କୋଳରେ ସେ ବସୁନାହିଁ ଆଜି। କିନ୍ତୁ ସେ ଆଜି ବୁଝୁଛି ଏଇ କୋଳଟାର ଅର୍ଥ ବାସ୍ତବିକ କଣ, ଯାହାକୁ କାମରେ ପ୍ରକାଶ ନ କରି ଖାଲି କଥାରେ କଥାରେ କହିଦେଇ ସେ ଏବେ ପାଇଯାଉଛି ମଧ୍ୟ ଗୋଟାଏ ପ୍ରକାର ଅଦ୍ଭୁତ ସମୟ। କୋଳରେ କେବେ ବସିଥିଲା? ଗୋଦରୀ ବୁଢୀର କୋଳରେ ସେ 5 ବର୍ଷରେ ବସିଥିଲା, ଯେତେବେଳେ ତାକୁ ବି ଛାଡିକି ପଳେଇଥିଲେ ସମସ୍ତେ। ସେତେବେଳେ ସେ ଗୋଦରୀ ବୁଢୀର କୋଳର ଉଷୁମ ପାଇଥିଲା। କିନ୍ତୁ ଆଜି ଯେତେବେଳେ ପରିଣତ ବୟସରେ କେବଳ କୋଳ କଥା ଭାବିଦେଲେ ବି ସେ ପାଉଛି ଏକ ଅଦ୍ଭୁତ ଉଷୁମ। ଏ ହଉଛି ବନ୍ଧନ, ଏ ହଉଛି ପ୍ରୀତିର ସମ୍ପର୍କ, ଏ ହଉଛି ମମତାର ସମ୍ପର୍କ। ସେଇ ଗୋଟାଏ ମଣିଷ, ଗୋଟାଏ କୋଳ ତାର କେତେ ପ୍ରକାର ଅନୁଭୂତି ଆଉ ଉଷ୍ମତାର ଉତ୍ସ ରୂପେ ପ୍ରମାଣିତ ନଉଛି ସେଇ କୋଳ ଆଜି। ଖାଲି ବୀର ସାମଲ ନୁହେଁ, ଯିଏକି ଏଇ କୋଳରେ ବିଭିନ୍ନ ରସକୁ କଳ୍ପନାରେ ହେଲେ ମଧ୍ୟ ଆସ୍ୱାଦନ କରିପାରିଛି, ଯିଏକି ଏଇ କୋଳର ବିଭିନ୍ନ ମାହାତ୍ମ୍ୟ ଦର୍ଶନ କରି ଚମତ୍କୃତ ହୋଇଛି ଓ ଜୀବନକୁ ଜୀବନ ବୋଲି ମଣିଛି। ଏଇ କୋଳକୁ ଘେରି ରହିଛି ଦକ୍ଷିଣୀ ରିକ୍ସା ବାଲା କାମାୟା, ଝଟକା ବାଲା ରାମ ସିଂ, ପାଗଲା ଚରଣ ରାଓ ଆଉ ନଜିର ମିଆଁ ବୁଢା। ତା ଛଡା ଆହୁରି କେତେ କେତେ ଯେତେଙ୍କ ପାଇଁ ଏ ଚୁଲିରେ ଚାହା କେଟିଲିରେ ପାଣି ଟକ ଟକ ହୋଇ ଫୁଟେ, ଚଟ ଚଟ ହୋଇ ଛଣା ହୁଏ ପକୁଡି ଆଉ ମାଉଁସ ମଧ୍ୟ ସୁଧେ। ସମସ୍ତଙ୍କ ପାଇଁ ଏ କୋଳ ରହିଛି ଅବାହରେ। ଚିହ୍ନା ଅଚିହ୍ନା, ହାର୍ଟସ ଏଣ୍ଡ ହାଭ ନଟ୍ସ, ସମସ୍ତଙ୍କ ପାଇଁ ଏ କୋଳ ଅଛି। ସେଥିପାଇଁ କାଠ କେବିନ ଓ ବ୍ଲାକ୍ କଫି ଓଡ଼ିଆ ସାହିତ୍ୟରେ ଅମଳିନ ହୋଇ ରହିବ, ଚିର ଜାଜଲ୍ୟମାନ ହୋଇ ରହିବ। ଏବଂ ସେଇ ଲେଖକଙ୍କୁ ମୋର ସବୁବେଳେ ଭୂମିଷ୍ଠ ପ୍ରଣାମ। ମତେ କହିବାର ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଅଶେଷ ଅଶେଷ କୃତଜ୍ଞତା। ଆମେ ତ ସମୀକ୍ଷା ପର୍ବକୁ ଯିବା, କିନ୍ତୁ ଯଦି କୌଣସି ପାଠକଙ୍କର କିଛି ଜିଜ୍ଞାସା ଥାଏ ତାହା ଉପସ୍ଥାପନ କରନ୍ତୁ ନିଜର ପରିଚୟ ପୂର୍ବକ। କାହାରି ଜିଜ୍ଞାସା ଯାହା ଅଛି କ୍ଷୀରୋଦ ସାରଙ୍କୁ ରଖନ୍ତୁ। ନମସ୍କାର ସାର୍, ମୋ ନାଁ ରଞ୍ଜିତ କୁମାର ଧଳ। ସାର୍ ଆମେ ସାଧାରଣତଃ ଏଇ ଯୋଉ ମିଥ୍ ଶବ୍ଦଟା ପ୍ରୟୋଗ ହୋଇଛି ଆପଣ ଯୋଉ ସାର୍ କହିଲେ, ତାର ମାନେ କଣ ମିଥ୍ ମାନେ? ବିଶ୍ୱବିଦ୍ୟାଳୟ ଅବା ମହାବିଦ୍ୟାଳୟ, କୋଉ ବିଶ୍ୱବିଦ୍ୟାଳୟରୁ ଟିକେ ପରିଚୟ ଦେବେ? ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ। ପ୍ରଶ୍ନଟା ଶୁଣି ପାରିଲିନି, ଆଉ ଟିକେ ଦୟାକରି ପ୍ଲିଜ। ସାର୍ ମିଥ୍ ମାନେ କଣ ଟିକେ ବୁଝିବାକୁ ଚାହୁଁଛି। ଏଥିରେ ତ ମିଥ୍ ନାହିଁ ନା? ମିଥ୍ ଏଇଠି ପ୍ରକୃତିରେ ମିଥ୍ କଥା ମୁଁ କହିନି, ଏଇ ଉପରେ ମିଥ୍ ନିର୍ମାଣ କରିବା କଥା କହିଛି। ମିଥ୍ ନିର୍ମାଣ କରିବା ଆଜ୍ଞା କଥା ସାର୍, ରହିଛି। ହଁ, ଆଜ୍ଞା ସେଇ ଯୋଉ ଉତ୍ତରାର୍ଦ୍ଧର ପ୍ରଥମ ଭାଗଟି ହଉଛି ମିଥ୍, ଲୋକ ପରମ୍ପରା। ଗୋଟିଏ ଗୋଡ ଥିବା ଗୋଟିଏ ଲୋକ, ଅପ୍ରମିତ କ୍ଷମତାଧାରୀ କୋଉଠି ବର୍ଣ୍ଣନା ଅଛି ଜାଣିଛ, ଦେଖିଛ?
ओडिया साहित्य इतिहास रे बा विश्व साहित्य रे गोटे कटा हो जाइथिबो ठीक अच्छी एवं सही कोटा गोड़ को भरोसा करी से अर्थ उपार्जन करुछि समस्ते ता निकट रे पहुंचंती सेठी जदि वर्णन देखिबो से स्त्री लोकटी समस्त भिखारी भाव में पैसा दौरान भिखारी रु भगवान ये हूँ मिथ बुझिपार रंजीत समस्त आज्ञा पैसा सर। दौरान गोटे सुंदरी स्त्री लोक आसुची प्रथमे गोटे तंबा पैसा फोपाड़ी दौर तो सेठी समस्त बसी ता बापा भी गोड़ कटाई सी भी बसी तार अन्य भाई माने बसि से धरी पकाउछि आ सेटा से फोपाड़ी दौछि कोठी की जे देइतिला से सुंदर स्त्री लोक समस्त ठोट होई होछन स्त्री लोकटी अपमानित होछि तापर से आउ टंकाटिए फोपाड़ुछि सेटा भी से निजको गरुड़ कहूछि निजको से गरुड़ कहूछि से आउ थरे फोपाड़ी दौछि तापर से 5 टंकाटे दौछि एवं 5 टंकाटे गोटे टंकाटिया जो फोपाड़ी दिला से टंकाटिया गोड़े की ये 5 टंका देला पर से टंकाटिया को 5 टंका गोड़े की से मध्य सेटा आउ थरे फोपाड़ी दौछि से स्त्री लोक एवं जेते बेले स्त्री लोकटी फोपाड़ी सेते बेले स्त्री लोकटी अपेक्षा करूनी से पहाड़ ऊपर थिया मंदिर को जाउछि ए एक गोड़िया कोन करछि ना से जो धरितबा आशा भाई को फोपाड़ी देकी से एक गोड़रे दौड़ी 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 से मंदिरर पहाच उठी जाउछि ई जो आश्चर्य घटनाटी घटिछि ए आश्चर्य घटनाटी घटिवा द्वारा समस्त लोक से एक कोड़िकिया गरुड़ पाखरे गोटे भगवत शक्ति थिबा कथा भाबी नेचंती एवं सेठी ताकू संगे संगे जीवंत भगवान भाव में ग्रहण कर ये हूँ मिथ ये हूँ आमर एटा को जदि आम गभीर भाव में देखा ता भितर गोटे कलेक्टिव कॉन्शसनेस कथा होची सामाजिक समूह मनस्तत्व आम भितर जो धर्मभीरु भावना रही साधारण अशिक्षित ग्रामीण जीवन रे गोटे अलौकिक घटना देखिदेले ता भितर ईश्वरत्व आरोपण करदौ एहीपरि एक चिंतनर परिप्रकाश होची ए अंश मु टिके कहिबी आज्ञा मैडम मु आपन को अनुरोध रखी थांती आमे दुई जन को पाखु निश्चित सुनिबा लिपि पुष्पा मैडम एवं प्रोफेसर नटवर सतपति सर भी अछंती हो मैडम आपन दुई पद कथा रखंतु 2 मिनिट खाली ये जो बहुत आपन को बहुत धन्यवाद एवं कंग्रेचुलेशंस डॉक्टर क्षीरोद चंद्र बेहरा एते आपण डिटेल करिकी आलोचना करले ए वर्तमान जो कथाटा कहिले ना से जो पैसा देकी से जो से एपिसोडटा मु पिला मन को उद्देश्य रे कथाटा कहूची एते पुराना केबेठु लेखा हितिबा उपन्यासटा आउ एटा बहुत कष्ट भी मु एटा को पढ़ी के सारिबा को मते पाखा पाखी वर्षे लागि थिला मते जम्मा इच्छा हुए नै एटा पढ़िबा पई मु आरंभ करे हां ता पूर्वरु कहि दउची मु शांतनु आचार्यंकर दुईटा बही अनुवाद करिची गोटे होची शकुंतला उपन्यास आउ एबे सारिली करंजिया डायरी जोठी आपण ए जो आपणकर जो प्राच्य विद्या कथा कहिसंती ओरिएंटलिज्म हमर नॉलेज सिस्टम ए सब गुडा को करंजिया डायरी रे आहुरी विस्तृत भाव रे रहिची तेणु पिला माने तमे जदि चाहिबो सेई बहिटा को भी पढ़िबो सेटा को आदिवासी कथा बा बण जंगल कथा सेमती न भाबी कि उपन्यासिक केते मौलिक भाव रे भारतीय विश्वास जो जिनसटा से अमक गछर चेरटा खाइले भल हो से जो नॉलेज टा हमर सेटा को से एई उपन्यासिक केते सच्चोटतार सहित विश्वास करंती सेटा बड़ कथा जो मौलिक चिंताधाराटा लेखकंकर सेटा गोटे कथा तमे माने करंजिया डायरी पढ़िबा को मु समस्त को अनुरोध करिबी काहे कि सेइथरे हमर एबे जो इंडियन नॉलेज सिस्टम आईकेएस चलीची तार सेटा 1982 मसियारू एई उपन्यासिक से कथाटा को कहि चलीचंती माने निज विषय हिन्न मान्यता न रखिकी आमे केमती हमर प्राचीन ज्ञान परंपरा को लेकिन गर्व अनुभव करवा सेटा को से देखैछन सेतरे आ एबे जो डॉक्टर बेहरा कहिले से जो पिल्लाटा से जो एक गोड़िकिया लोकटा जो भगवान हवा को ताको समस्ते सहाय्य करूचंती सेटा गोटे प्रकार व्यंग मध्य आ समस्त माने हमर आलोचक वक्तव्य रखिले कंटेंट उपरे थीम उपरे
ମୁଁ କଳାତ୍ମକତା କଥା କହୁଛି। ଏଇ ଉପନ୍ୟାସରେ ଯଦି ମୁଁ ଉପନ୍ୟାସଟାକୁ ସାରି ପାରିଲି ତାହେଲେ କେବଳ ଏଇ ଉପନ୍ୟାସିକଙ୍କର ଯୋଉ ବ୍ୟଙ୍ଗ, ଯୋଉ ମାନେ ଯୋଉ ହାସ୍ୟ ରସ, ଯୋଉଟା ଏତେ ବ୍ଲାକ୍, ସେ ଯୋଉ ନିଜେ ନିଜେ କହୁଛନ୍ତି ବ୍ଲାକ୍ ଥିମ୍, ଏଗୁଡାକ ସବୁ ବ୍ଲାକ୍ ଥିମ୍ ଭିତରେ ସେ ଯୋଉ ହସି ପାରିବାର ଯୋଉ ସ୍କୋପଟା ସେ ସୃଷ୍ଟି କରିଛନ୍ତି, ସେଇଟା ହଉଛି ସେଇ ଉପନ୍ୟାସିକଙ୍କର ବାହାଦୁରୀ। ସେଇଟା ହିଁ ସେଇ ବହିଟାକୁ ପଢିବାକୁ ଆଗକୁ ଆଗକୁ ଯିବାକୁ ସାହାଯ୍ୟ କରେ। ଏଇଥିରେ ସେଇ ବ୍ୟଙ୍ଗଟା ଯୋଉ ରହିଛି, ମୁଁ ଏଇ ଚାପ୍ଟର ଏଇ ଏପିସୋଡଟା ପଢିଲା ବେଳେ ଏତେ ହସିଲି, ହୋ ହୋ ହେଇକି ହସିଲି। ସେ ଟେକା ଛାଟୁଛି ସେ ସ୍ତ୍ରୀ ଲୋକର, ମାନେ ପଛରେ ଯାଇକି ବାଜୁଛି ବହୁତ, ମାନେ ଆଉ ତୁମେ ପଢିଲେ ଜାଣିବ ସେ ଚାପ୍ଟରଟା, ଏତେ ହସ ସେଥିରେ ରହିଥିବ। ଏବଂ ସେ ଶକୁନ୍ତଳା ବି ଯେତେବେଳେ ମୁଁ ଅନୁବାଦ କରୁଥିଲି, ସେଟା ବି ସେମିତି ଗୋଟେ ବହୁତ ସିରିୟସ୍ କୃତି। ଆଉ ସେଇଥିରେ ବି ସେମିତି ସେଇ ଛୋଟ ଛୋଟ ଯୋଉ ଗପ ରହୁଛି, ସେଇଥିରେ ତାର ଯୋଉ ହସିବା ଜିନିଷଟା ରହୁଛି, ସେଇଥିପାଇଁ ସେଇ ସିରିୟସ୍ ଜିନିଷ ଗୁଡାକୁ ପାଠକ ପଢିପାରେ। ତେଣୁ ଏଇଟା ଗୋଟେ କଳାତ୍ମକତାର କଥା। ଶାନ୍ତନୁ ଆଚାର୍ଯ୍ୟଙ୍କର ବ୍ୟଙ୍ଗ ବା ହସ ସୃଷ୍ଟି କରିବାର ଯୋଉ ଗୋଟେ ଥାଏ, ସେଇଟା ଗୋଟେ ପୁରା ୟୁନିକ୍ ଓଡିଆ ସାହିତ୍ୟରେ। ସେଇ ସବୁ ଆଉ ଆଉ ବହୁତ ବହୁତ କଥା ଅଛି। ସେଇଟା ଆଉ ଥରେ କେବେକୁ ଆଉ ହଁ, ଆଉ ଗୋଟେ କଥା ବି ମୁଁ ସେ କରଞ୍ଜିଆ ଡାଏରୀରୁ ଦେଖିଲି, ଆଦିବାସୀ ମାନଙ୍କର ବହୁତ ସମସ୍ୟା ଗୁଡାକ ସେ ଗୋପୀନାଥ ମହାନ୍ତିଙ୍କ ଠାରୁ ଅଧିକ ଉଚ୍ଚାଟ ଭାବରେ କହିଛନ୍ତି ଗୋଟେ ଗୋଟେ ଲାଇନରେ। ଏତେ ପୃଷ୍ଠା ଦରକାର ପଡିନି ତାଙ୍କୁ। ମାନେ ଋଷିକେଶ ପଣ୍ଡା ବି ସେମିତି କହନ୍ତି, ବହୁତ ଗୋଟେ ପାରାଗ୍ରାଫରେ ସେ ସାରି ଦିଅନ୍ତି ଗୋଟେ ଆଦିବାସୀର ସମସ୍ୟା। ସେମିତି ଦେଖିବେ ଆଦିବାସୀ ମାନଙ୍କର ଆକ୍ଚୁଆଲି ସମସ୍ୟା ଗୁଡାକ, ସେମାନେ କେମିତି ତାଙ୍କର ବହୁତ ପ୍ରକାର ସମସ୍ୟା। ଗୋଟେ ହଉଛି ତାଙ୍କୁ ଯୋଉ ନେଇକି ରିହାବିଲିଟେଟ କରୁଛନ୍ତି ସରକାରୀ ବାସଭବନ ମାନଙ୍କ ତିଆରି କରିକି, ସେଇଠି ତାଙ୍କର କେମିତି କିଏ କାହାକୁ ଜାଣୁନାହାନ୍ତି, ତାଙ୍କ ଜୀବନଟା କେମିତି ବିଚିତ୍ର ହେଇଯାଉଛି, ସେଇ ସବୁ ଯାକ ଜିନିଷ ନା ସେବେଠୁ ସେ କହି ଚାଲିଛନ୍ତି। ସେଇଟା ଆଉ ଗୋଟେ କଥା ବି ମୁଁ ଲକ୍ଷ୍ୟ କଲି, ଏଇ ଯୋଉ ରାଜା ଜମିଦାର ଏମାନଙ୍କୁ ଯୋଉ ଆମ ସାହିତ୍ୟରେ ବହୁତ କ୍ରୂର ନିଷ୍ଠୁର କରିକି ଦେଖାଯାଏ, ଏଇ ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ ସେଇମାନଙ୍କୁ ଗୋଟେ ମୌଳିକ ଚିନ୍ତାଧାରା ଦେଇକିନା ସେମାନଙ୍କର ସମାଜ ପ୍ରତି କଣ୍ଟ୍ରିବ୍ୟୁସନ, ଯେମିତି ସେ ଗଛ ଗୁଡାକ ରକ୍ଷଣାବେକ୍ଷଣ ହେଲା, ବା କୌଣସି ଗୋଟେ ସେଇ ଯୋଉ କବିରାଜ ଉପାଧି ଦିଆଗଲା। କାହିଁକି କବିରାଜ ଉପାଧି ଦିଆଗଲା? କାରଣ ସେ କବିରାଜ ସେଇ ଔଷଧଟା ସେ ଜାଣିଛନ୍ତି, ସେଇ ଜିନିଷଟାକୁ ରାଜାଟା ବିଶ୍ୱାସ କରିଛି ବୋଲି ତ ତାଙ୍କୁ ପେଟ୍ରୋନାଇଜ କରିଛି। ତେଣୁ ରାଜା ମାନଙ୍କର, ଜମିଦାର ମାନଙ୍କର ସମାଜ ପ୍ରତି କଣ୍ଟ୍ରିବ୍ୟୁସନଟାକୁ ବି ସେ ଅନ୍ୟ ଔପନ୍ୟାସିକ ମାନଙ୍କ ଭଳିଆ ଜଷ୍ଟ ଗୋଟେ ଫୋପାଡି ଦେଇନାହାନ୍ତି କାଟି କୁଟିକିନା, ସେଇଥିରେ ବି ସେ ମୌଳିକ ଚିନ୍ତାଧାରା ରଖିଛନ୍ତି। ଏଇଭଳିଆ ବହୁତ ଗୁଡେ କଥା ରହୁଛି। ପିଲାମାନଙ୍କ ପାଇଁ ମୁଁ କହୁଛି, ଆମର ବିଜ୍ଞ ଆଲୋଚକ ମାନେ ତ ବେଶୀ ଜାଣିଛନ୍ତି ମୋଠୁ, ତେଣୁ ମୁଁ ପିଲାମାନଙ୍କୁ ଏଇ କଥା ଗୁଡାକ କହୁଛି। ଆଉ ଏଇଥିପାଇଁ ମତେ ଏଇଟା ଡାକିଛନ୍ତି ପ୍ରଦୀପ୍ତ ମିଶ୍ର, ସେଇଥିପାଇଁ ତାଙ୍କୁ ମୁଁ ବି ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି। ଆଉ ଡକ୍ଟର ବେହେରା, ନମସ୍କାର ଆପଣଙ୍କୁ। ଆପଣଙ୍କ ବହି ମୁଁ ରଖିଛି, ଅଳ୍ପ ଏକବିଂଶ ଶତାବ୍ଦୀର ଗଳ୍ପ ଅଛି ମୋ ପାଖେ ରେଫରେନ୍ସ ସେକ୍ସନରେ। ଆଉ ନଟବର ସାର୍, ଆପଣଙ୍କୁ ବି ପ୍ରଣାମ। ଆଉ ଶାନ୍ତନୁ ସାର୍ଙ୍କୁ ତ ମୁଣ୍ଡିଆ ମାରୁଛି, ସେମିତି ଥାନ୍ତୁ, ମାନେ ଲାଇଟ ହାଉସ ହେଇକି ଭୁବନେଶ୍ୱରର। ରହୁଛି, ନମସ୍କାର ସମସ୍ତଙ୍କୁ। ଆପଣଙ୍କୁ ମଧ୍ୟ ପ୍ରଣାମ ମ୍ୟାଡାମ। ଆମେ ଆଜି ଆଉ ଗୋଟେ ତଥ୍ୟ ଜାଣିବାକୁ ପାଇଲୁ। ମୁଁ ତ ଜାଣିଥିଲି ଆପଣ ଅନୁବାଦ କରୁଛନ୍ତି ବୋଲି, ଆପଣ କ୍ଲିୟର କଲେ। ସନଚୁଡ ସାହିତ୍ୟ ପରିବାର ଯୋଉ ଲକ୍ଷ୍ୟ ଆଭିମୁଖ୍ୟ, ଯେ କୋର୍ସ ରିଲେଟେଡ ବା ଆଲୋଚନା ଚକ୍ର ରହୁଛି, ତ ଆମେ ଏବେ ବି ଆମେ ଯୋଉ ଗତିପଥରେ ଯାଉଛୁ, ଗୋଟେ କୋର୍ସ ରିଲେଟେଡ ଦିଆହଉଛି, ଆଉ ଔପନ୍ୟାସିକ ମାନଙ୍କୁ ହଉଛି କବି ମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି କାବ୍ୟ ଉପରେ। କାରଣ ମହାଯାତ୍ରା ଯାଇଛି, ତପସ୍ୱିନୀ ଯାଇଛି, ଗୋଟେ ପଟେ କାବ୍ୟ ଯାଉଛି, ଗୋଟେ ପଟେ ଉପନ୍ୟାସ ଯାଉଛି। କାରଣ କାବ୍ୟ ଧାରାଟି ରହୁଛି ସମ୍ପୂର୍ଣ୍ଣ +3 ଲେବୁଲ ପିଲାଙ୍କର କୋର୍ସ ରିଲେଟେଡ। ତ ନିଶ୍ଚିତ ଭାବରେ ଆପଣ ଯୋଉ ଦୁଇଟି କୁ କରଞ୍ଜିଆ ଡାଏରୀ, ଶାକୁନ୍ତଳାକୁ ଆପଣ ଟ୍ରାନ୍ସଲେଟ କଲେଣି, ଆମେ ନିଶ୍ଚିତ ଆପଣଙ୍କୁ ଆଲୋଚିକା ଭାବରେ ରଖିବୁ। ଆଗାମୀ ଦିନରେ ମୁଁ କଥା ହେବି। ଯାହା ଆଜି ସୂଚନା ଆମକୁ ଦେଲେ, ମୁଁ କୃତଜ୍ଞ ଆପଣଙ୍କ ପାଖରେ ଯେ ଆପଣ ଜଣେ ଆଲୋଚିକା ଭାବରେ ମଧ୍ୟ ଆସିବାକୁ ମୁଁ ନିବେଦନ ରଖିବି ବିନମ୍ରତା ପୂର୍ବକ। ଆପଣ ଆମ ସହିତ ଜଡିତ ହେବେ, ଏଥିରେ ମୋର ନିଶ୍ଚିତ ଭାବରେ ବିଶ୍ୱାସ ଅଛି। ତ ଆଉ ଦୁଇଟି ପଦ କଥା ରଖିବାକୁ ମୁଁ ନିବେଦନ ରଖୁଛି। ପୂଜ୍ୟ ଆମ 92ଟି ଆସରକୁ ଯଦି ଦେଖାଯାଏ, ଯଦି ଓଡିଶାରେ ଆଜି ସନଚୁଡ ସାହିତ୍ୟ ପରିବାର ପିଲାମାନଙ୍କର ଆବେଗ ତିଆରି କରିଥାଏ, ପାଠକୀୟତା ତିଆରି କରିଥାଏ, ତା ପଛରେ ଯେଉଁ କେତେ ଜଣଙ୍କର ପ୍ରତ୍ୟକ୍ଷ ହାତ ରହିଛି, ସେଥିରେ ପ୍ରଫେସର ନଟବର ଶତପଥୀ ସର୍ବାଗ୍ରେ ବିଦ୍ୟମାନ। ମୁଁ ପ୍ରଫେସର ଶତପଥୀଙ୍କୁ ଅନୁରୋଧ ରଖୁଛି, ସେ ଆଜିର ଆଲୋଚନା ପରେ, ସାର୍ ତ ରଖିଥିଲେ ଥରେ ଶାନ୍ତନୁ ଆଚାର୍ଯ୍ୟଙ୍କର ସାମଗ୍ରିକ
ଉପରେ ସାର୍ ଆଲୋଚନା ରଖିଥିଲେ, କେବଳ ନର କିନ୍ନର ଉପରେ ଆଲୋଚନା ରହିନି। ତ ମୁଁ ଅନୁରୋଧ ରଖୁଛି, କାରଣ ସାର୍ ବହୁ ବହୁ ଜନ୍ମ ପରେ ଶକୁନ୍ତଳା, କରଞ୍ଜିଆ ଡାଏରୀ, ନଚିକେତା ସବୁ କଥାକୁ ଟିକେ ଟିକେ ରଖିଥିଲେ। ଆଜି ଯେହେତୁ ସ୍ପେସିଫିକ ଆମେ ରଖିଥିଲୁ, ଗୋଟିଏ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲୁ କି ନର କିନ୍ନର, ସେ ନର କିନ୍ନର ଆଲୋଚନା ପରେ ଆଜି ସାର୍ଙ୍କର ଅନୁଭବ ତ କଣ ଘଟିଛି ଆମେ ଦୁଇ ପଦ ଶୁଣିବାକୁ ସମସ୍ତେ ଚାହିଁଛୁ। ପୂଜ୍ୟ ପ୍ରଫେସର ଶତପଥୀ ସାର୍ ଅନମ୍ୟୁଟ ହେବେ ସାର୍, ଦୁଇ ପଦ କଥା ରଖନ୍ତୁ। ବହୁତ ବହୁତ ଧନ୍ୟବାଦ ପ୍ରଦୀପ। ପ୍ରସଙ୍ଗରେ ମୋର ଶ୍ରଦ୍ଧା ମୁଁ ଜଣାଉଛି କ୍ଷୀରୋଦଙ୍କୁ। କ୍ଷୀରୋଦ ଖୁବ ତନ୍ନ ତନ୍ନ କରି ନରକିନ୍ନରକୁ ପଢିଛନ୍ତି ଏବଂ ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି। ତାଙ୍କ ଚେଷ୍ଟା କେତେ ସଫଳ ତା ଆମେ କହିପାରିବୁ ନାହିଁ, କହିବେ ପିଲାମାନେ। ପିଲାମାନେ କେତେ ବୁଝିଲେ, କେତେ ସେଥିରୁ ଗ୍ରହଣ କରିଲେ। କିନ୍ତୁ ମୁଁ ଯାହା ଦେଖୁଛି, ଯୋଉ ପିଲାମାନଙ୍କ ସାଙ୍ଗରେ ମୁଁ ତ ବାରବାର ମିଶିଛି, ଏ ପିଲାମାନେ ପଢି ନାହାନ୍ତି। ନରକିନ୍ନର ପଢିଛନ୍ତି ବୋଲିକିରି ମୁଁ ଭାବୁନାହିଁ। ଯଦି ବା ପଢିଥିବେ ତାକୁ ଆଦୌ ବୁଝି ନଥିବେ। ଯୋଉମାନେ ପଢିଥିବେ ଆଜି ସେମାନେ କ୍ଷୀରୋଦଙ୍କ ଆଲୋଚନାରୁ କିଛି କିଛି ବୁଝିବେ ବୋଲିକରି ମୁଁ ଆଶା କରୁଛି। ଆମର ଦୁର୍ଭାଗ୍ୟ ଯେ ଅଧିକାଂଶ ଶିକ୍ଷିତ ଓଡ଼ିଆର କ୍ଲାସିକ ପଢି ନାହାନ୍ତି। ତେବେ ତାହା ଏକ ଭିନ୍ନ ସମସ୍ୟା। ନରକିନ୍ନର 1962-63ରୁ ଲେଖା ହେଲା। ତାକୁ ସେତେବେଳେ ବେଶୀ ପାଠକ ବୁଝିଥିଲେ କି ନାହିଁ ଆମେ ଜାଣିନାହୁଁ। କିନ୍ତୁ ଯୋଉମାନେ ସେ ସମୟରେ ଲେଖିଥିଲେ ସେଇମାନେ ନରକିନ୍ନରକୁ ବୁଝିକରି ଲେଖିଥିଲେ ବୋଲି ମୁଁ ଅନୁଭବ କରିପାରିଲି ନାହିଁ। 1998-99 ବେଳକୁ 99-90 ଭିତରେ ମୁଁ ରେଭେନ୍ସାରେ MA ଶ୍ରେଣୀରେ ନରକିନ୍ନର ପଢେଇବାର ସୁଯୋଗ ପାଇଲି ଏବଂ ସେଇଠୁ ମୁଁ ଝଙ୍କାରରେ ଦୀର୍ଘ 5ଟି ଲେଖା ଲେଖିଥିଲି, ଯାହାକି ଏଇ ଗତ କିଛି ମାସ ତଳେ ଶାନ୍ତନୁକ ଶୈଳୀ ସକୌର୍ଯ୍ୟ ବୋଲି ମୁଁ ଲେଖିଥିବା ବହିଟିରେ ସେ ନରକିନ୍ନର ସ୍ଥାନ ପାଇଛି। ତା ପୂର୍ବରୁ କୌଣସି ପତ୍ରିକାରେ ହୁଏତ ପ୍ରକାଶ ପାଇଥିଲା। ତେବେ ମୁଁ ଯେ ସମ୍ପୂର୍ଣ୍ଣ ବୁଝିଛି ସେ କଥା ମଧ୍ୟ ଠିକ ଭାବରେ କହିପାରିବି ନାହିଁ। ଯୋଉ ସମୟରେ ନରକିନ୍ନର ପଢାଯାଏ, ମନ ଭିତରେ ସେତିକି ବେଳେ କି ପ୍ରକାର ଭାବ ଆମର ଥାଏ, ତାହା ନିଶ୍ଚିତ ରୂପେ କହି ହବ ନାହିଁ। ତେବେ ଯାହା ହେଉ, ନରକିନ୍ନର ଓଡ଼ିଆ ସାହିତ୍ୟରେ ଏକ ପ୍ରଥମ କୃତି, ଯୋଉଠିକି ଆମର ସ୍ଥିତି ସମ୍ପର୍କରେ, ମଣିଷର ସ୍ଥିତି ସମ୍ପର୍କରେ ଏକ ସଂକେତ ଦିଏ। ଏହି ହେତୁ ଉପନ୍ୟାସଟି ଏକ ସ୍ଥିତିବାଦୀ ଦର୍ଶନର କଥା। ସ୍ଥିତିବାଦୀ ଦର୍ଶନରେ ବେଶୀ ଗୁରୁତ୍ୱ ଦିଆଯାଏ ସ୍ଥିତିକୁ ବା ଏକ୍ଜିଷ୍ଟେନ୍ସ ବୋଲିକି ଯାହା ଆମେ କହୁ ଇଂରେଜୀରେ, ସେ ସ୍ଥିତିକୁ ବେଶୀ ବା ଏକ୍ଜିଷ୍ଟେନ୍ସକୁ ବେଶୀ ଗୁରୁତ୍ୱ ଦିଆଯାଏ। ତେବେ କାହା ଉପରେ ଗୁରୁତ୍ୱ ଦିଆଯାଏ ନାହିଁ?
ନା ମୂଲ୍ୟବୋଧ ଉପରେ। ଏସେନ୍ସ ପ୍ରିସିଡ୍ସ ଏକ୍ଜିଷ୍ଟେନ୍ସ ପ୍ରିସିଡ୍ସ ଏସେନ୍ସ, ଏକ୍ଜିଷ୍ଟେନ୍ସ ପ୍ରିସିଡ୍ସ ଏସେନ୍ସ। ଏସେନ୍ସ କହିଲେ ଯାହା ସୁରଭି, ମୂଲ୍ୟବୋଧ, ସ୍ୱାଦ, ଆମେ ସଂସ୍କୃତି କେମିତି କିଛି କିଛି ତାକୁ ବ୍ୟାଖ୍ୟା କରିପାରିବା, ସେଥିରୁ ସ୍ଥିତି ମଣିଷର ବଞ୍ଚିବାର ଯୋଉ ଧାରା, ବଞ୍ଚିବାର ଯୋଉ ପ୍ରଣାଳୀ, ଯେଉଁ ଉପାୟରେ ମଣିଷ ବଞ୍ଚୁଛି, ସେଇଟି ଯେତେବେଳେ ଅଧିକ ହେଇଯାଏ ଆମେ ସେତେବେଳେ କହୁ ଯେ ସ୍ୱାଦ ଅପେକ୍ଷା ବଞ୍ଚିବାର କାମନା, ବଞ୍ଚିବାର ଯୋଉ ଉଚ୍ଛଳ ଧାରା এটা ଅଧିକ ହେଇଯାଏ। ତ ଏଇ ଯୋଉ କଥାଟି ଏକ୍ଜିଷ୍ଟେନ୍ସ ପ୍ରିସିଡ୍ସ ଏସେନ୍ସ, এটা ସମ୍ପୂର୍ଣ୍ଣ ଭାବରେ ଠିକ ନୁହଁ। ଦାର୍ଶନିକ ଏଇ ଯୋଉ ସ୍ଥିତିବାଦୀ ଦର୍ଶନର ଏକ ବିଶ୍ୱାସ ବା କଥନିକା, ଏଇ କଥାଟିକୁ ଶାନ୍ତନୁ ବାବୁ ନରକିନ୍ନରରେ ଖୁବ ସୁନ୍ଦର ଭାବରେ ଆମୂଳଚୂଳ ତାକୁ ବର୍ଣ୍ଣନା କରିଦେଇଛନ୍ତି। କ୍ଷୀରୋଦ ଯାହା କହିଲେ, ଜର୍ଜ ହାତରେ ଯୋଉ ଧରିଛି କଣ୍ଢେଇଟା ଚିପୁଛି, କୁଁ କୁଁ ସେ ହଉଛି, ସେ କୁଁ କୁଁ ସେ ହଉଛି, ଏଟାକୁ ଆମେ ଗୋଟେ ପିଲା କଣ୍ଢେଇ ଧରିକିରି ଖେଳିବାର ସଂକେତ ଏଥିରୁ ପାଉଛୁ? ହେଇପାରେ, ତା ଗୋଟିଏ ସଂକେତ ହେଇପାରେ, କିନ୍ତୁ ଯୋଉ ପ୍ରସଙ୍ଗରେ ସେ କଥାଟି ଉଠୁଛି, ଜର୍ଜ ହାତରେ କଣ୍ଢେଇଟି, ଜର୍ଜ ମନ ଭିତରେ ସେ କଣ୍ଢେଇର ପ୍ରଭାବ କେତେ ଗଭୀର ଭାବରେ ରେଖାପାତ କରୁଛି, ତାକୁ ଆମକୁ ବୁଝିବାକୁ ପଡିବ। ଯେମିତି ଉପନ୍ୟାସର ଶେଷରେ ଯେତେବେଳେ କ୍ଷୀରୋଦ କହୁଥିଲେ ଯେ ମାଙ୍କଡ କଥା, ମାଙ୍କଡ ସେ ଛୁଆକୁ ନେଇକି ବର ଗଛରେ ବସି ଯାଉଛି, ଏ ପାଖରେ ଯାଉଛନ୍ତି ଅନ୍ଧ ଅନ୍ଧୁଣୀ ବା ଗୋଟିଏ ପଟୁଆର ଯାଉଛି, ଭିକାରୀଙ୍କ ପଟୁଆର, ସେ ଭିକାରୀଙ୍କର ପଟୁଆର ଯାଉଥିଲା ବେଳେ ସେ କହୁଛି ରିକ୍ସାରେ, ଯୋଉ ରିକ୍ସାଟା ସେ ଯାଉଛି, ସେ ରିକ୍ସାରେ ଯୋଉ ପଡିଛି ତାର କପଡା ପଡିଛି, ସେ ପ୍ଲାଷ୍ଟିକ କପଡା, ସେଥିରେ ମେୱାର ଚିତ୍ର ହେଇଛି। ଏ ମେୱାର ଚିତ୍ର ଦେଖିଲା ବେଳକୁ ଗୋଟେ ମନେ ପଡୁଛି, ଯୋଉମାନେ ଭୋକି ରଙ୍କି କ୍ଷୁଧିତ, ସେ ମେୱାର ଚିତ୍ର ଦେଖିକିରି ସେମାନଙ୍କ ଭିତରେ ଭୋକଟା ଆହୁରି ଅଧିକ ଅଧିକ ହେଇଆସୁଛି। ଏ କଥାଟି ଭାରି ଚମତ୍କାର କଥା। ଆମକୁ ମେୱାର ଚିତ୍ର ଦେଖେଇ କରି ଆମର କ୍ଷୁଧାକୁ, ଭୋକକୁ ବଢେଇ ଦିଆଯାଉଛି, କିନ୍ତୁ ଭୋକ କମେଇବାର କୌଣସି ଉଦ୍ୟମ କରାଯାଉ ନାହିଁ। ଗଣତନ୍ତ୍ରର ଶାସନ, ଗଣତନ୍ତ୍ରର ଆଦର୍ଶ, ଗଣତନ୍ତ୍ର ଶାସନ ପଦ୍ଧତିକୁ କେତେ ସୁନ୍ଦର ଭାବରେ ସେ ସମାଲୋଚନା କରୁଛନ୍ତି। ଏଥିରୁ ଗୋଟିଏ ସଂକେତ ଆମେ ଦେଖିବା, ଏବଂ ଶେଷରେ ଯେତେବେଳେ ସେ ବନ୍ଧୁକ ଗୁଳିରେ ଜର୍ଜ ମରିଯାଉଛି, ଗଛର ମାଙ୍କଡ ଓହ୍ଲେଇ ଆସୁଛି ଏବଂ ତା ଉପରେ ସେ ନାଚୁଛି, ଇଏ ଗୋଟେ ଶବ ଉପରେ ସେ ନାଚୁଛି, ଇଏ କେଉଁ ଇଙ୍ଗିତ ଦଉଛି? ଏହା ଗୋଟେ କଣ ଇଙ୍ଗିତ ଶାନ୍ତନୁ ବାବୁ ରଖୁନାହାନ୍ତି କି ଯେ ମାଙ୍କଡ ଗୋଟେ ଜୀବନର ଅର୍ଥ ବୁଝିପାରୁଛି? ଯିଏ ଜୀବନରେ ଅର୍ଥଟି ବୁଝେ, ସେ ବୁଝୁଛି ଯେ କ୍ଷୁଧାର କଥାଟି କଣ, କ୍ଷୁଧାର ରୂପଟି କଣ। କ୍ଷୁଧିତ ମାଙ୍କଡ କ୍ଷୁଧିତ ନୁହେଁ, ବା ମାଙ୍କଡ କ୍ଷୁଧା କଥା ଏଠି ଉଠୁନାହିଁ, କିନ୍ତୁ ତା ମୁହଁରେ ହୁଏତ କହି ଦିଆଯାଉଛି
ଯେ କ୍ଷୁଧା ହିଁ ଚମତ୍କାର, କ୍ଷୁଧା ହିଁ ମଣିଷର ଗୋଟିଏ ରୂପ, ଯୋଉ କ୍ଷୁଧାକୁ ମଣିଷ ଏ ସମଗ୍ର ଉପନ୍ୟାସ ଭିତରେ ଖୋଜି ଖୋଜି ଆସିଛି। ଯୋଉ କ୍ଷୁଧା କଥା କହିଲେ ଯେ ଗୋଦରୀ ବୁଢୀର ଯୋଉ କ୍ଷୁଧା, ସେ କ୍ଷୁଧାଟି କଣ? ଯୋଉ କ୍ଷୁଧା ପିପାସା ନେଇକରି ବୀର ସାମଲ ପ୍ରଭୃତି ସକାଳୁ ସକାଳୁ ଗରାଖ ମାନେ ଚାହିଁକି ବସିଛନ୍ତି ଉଦ୍ଗ୍ରୀବ ହେଇକିରି, ସେ ତତଲା କଡେଇ ଭିତରୁ କେତେବେଳେ ସେ ଆଳୁ ଚପ ବା ବରା କି କଣ ବାହାରିବ, ସେ ତାକୁ ଗରମ ଗରମ ବରା ଅମୁକ ସମୁକ ପାଟିରେ ଟକଟିକି ପକେଇଦେବେ, ପେଟର କ୍ଷୁଧାକୁ ପ୍ରଶମନ କରିଦେବେ। ତେଣୁ କଡେଇରୁ ଗୋଟିଏ ବାହାରିବା ମାତ୍ରେ ହିଁ ସେ ଯାଇକି ଗରାଖର ପେଟରେ ପଶି ଯାଉଛି। ଏ ଯୋଉ କ୍ଷୁଧା, ପେଟର କ୍ଷୁଧା ପୂରଣ ହେଲା ପରେ ମଣିଷ କଣ କରିବ, କଣ ଖୋଜିବ? ତାହା ହଉଛି ଆଉ ଗୋଟେ ମନର କ୍ଷୁଧା। ମନର କ୍ଷୁଧା, ଯୋଉ ମନର କ୍ଷୁଧା ପୂରଣ କରିବା ପାଇଁ ସେଠି ମଧ୍ୟ ପ୍ରସ୍ତୁତ ଅଛି ଗୋଦରୀ ବୁଢୀ। ବୀର ସାମଲ ହଉ ଅମୁକ ସମୁକ ହଉ, ରାତିରେ ଯେତେବେଳେ ସେମାନଙ୍କୁ କୋଳରେ ପୂରେଇ ଦିଏ, ବୁଢୀର କ୍ଷୁଧା ଶାନ୍ତ ହୁଏ ନା ଶାନ୍ତ ହୁଏ ବୀରେଇ ପ୍ରଭୃତି ଯୋଉମାନେ ତାକୁ ଘେରିକି ରହିଛନ୍ତି? ଔପନ୍ୟାସିକ ଗୋଟେ ତୀକ୍ଷ୍ଣ ଭାବରେ ଏଇଠି ଇଙ୍ଗିତଟି ଦଉଛନ୍ତି ଯେ ପେଟର କ୍ଷୁଧା ପୂରେଇ ସାରିଲା ପରେ ମନର କ୍ଷୁଧା ଯେତେବେଳେ ମଣିଷକୁ ବ୍ୟସ୍ତ କରେ, ସେତେବେଳେ ତାର ଦରକାର ଗୋଟେ ନାରୀ। ସେ ନାରୀ ଗୋଦରୀ ବୁଢୀ ହଉ ବା ଯେ କେହି ହଉ, କିନ୍ତୁ ପ୍ରସଙ୍ଗ କ୍ରମେ ଗୋଦରୀ ବୁଢୀଟି ଆସୁଛି। ଏବେ ଆମର ବିଚାର କରିବାର କଥା, ମଣିଷର ଏଇ ଯୋଉ କ୍ଷୁଧା, ପେଟର କ୍ଷୁଧା ହେଉ ବା ମନର କ୍ଷୁଧା ହେଉ, ଏ କ୍ଷୁଧାର କେତେ ଭୟଙ୍କର। ଆମ ସାହିତ୍ୟ ଜଗତରେ ଏଇଭଳି ଦୁଇଟି କ୍ଷୁଧାକୁ ଗୋଟିଏରେ ମିଶେଇ କରି ଗୋଟିଏ ଜାଗାରେ ଏପରି ଭାବରେ ବର୍ଣ୍ଣନା କରିବାର ନଜିର ମୁଁ କ୍ୱଚିତ ଦେଖିଛି। ଏବଂ ନରକିନ୍ନର ରଚନା ହେବା ପୂର୍ବରୁ ଏପରି କ୍ଷୁଧାର ବର୍ଣ୍ଣନା ଆମ ସାହିତ୍ୟ ଭିତରେ ନଥିଲା। ଗୋପୀନାଥ ମହାନ୍ତି ତା ପୂର୍ବରୁ ଲେଖିଥିଲେ, ତା ପୂର୍ବରୁ ଶାସ୍ତ୍ରୀ ଲେଖା ହେଇଥିଲା। ମାଟିର ମଣିଷକୁ ମୁଁ ଉପନ୍ୟାସ ବୋଲିକରି ମନେ କରେ ନାହିଁ। ମାଟିର ମଣିଷ ଭିନ୍ନ କଥା, କିନ୍ତୁ ଶାସ୍ତ୍ରୀ ଏବଂ ଗୋପୀନାଥ ମହାନ୍ତିଙ୍କର ସେ ପରଜା ହେଉ କିମ୍ବା ଅନ୍ୟ ଯେକୌଣସି ଗ୍ରନ୍ଥ ହେଉ, ଉପନ୍ୟାସ ହେଉ, ଏଥିରେ ଯୋଉ ଦ୍ୱନ୍ଦ୍ୱ ଥିଲା, ତା ସାଂସ୍କୃତିକ ଦ୍ୱନ୍ଦ୍ୱ, ଅର୍ଥନୈତିକ ଦ୍ୱନ୍ଦ୍ୱ। ଏବଂ ଅର୍ଥନୈତିକ ସାଂସ୍କୃତିକ ଦ୍ୱନ୍ଦ୍ୱ ଆମ ସାମାଜିକ ଜୀବନକୁ ଏପରି ସୁନ୍ଦର ଭାବରେ, ବାସ୍ତବ ଭାବରେ ଚିତ୍ରଣ କରିବାକୁ ସମର୍ଥ ହେଇନଥିଲା। ମନୋଜଗତର ଉଭୟ କୁତ୍ସିତ ରୂପ ଓ ସୁନ୍ଦର ରୂପ ନରକିନ୍ନର ଉପନ୍ୟାସରେ ଏ ଦୁଇଟି କଥା ଅଛି। ଯେମିତି କୁତ୍ସିତ କଥା ରୂପ ଅଛି, ସେମିତି ସୁନ୍ଦର ରୂପ ମଧ୍ୟ ଅଛି। ସେ ସୁନ୍ଦର ରୂପଟି କଣ ନା, ଜର୍ଜର ଯେତେ ଆକାଂକ୍ଷା, ଯେତେ ଅନୁସନ୍ଧାନ, ସେ କୁତ୍ସିତ ରୂପକୁ ଛାଡି ଦେଇକିରି ବୁଢୀ ପାଖରୁ ସେ ପଳେଇ ଯାଉଛି। ସେ କୋଉଠି ଯାଉଛି, କଣ ଉଦ୍ଦେଶ୍ୟ ଯାଉଛି, କାହା ଅନ୍ୱେଷଣରେ ଯାଉଛି ନା, ସେ ଯାହା ଖୋଜୁଛି ମଣିଷ ଭିତରେ ଏ ଯୋଉ
ଉନ୍ମେଷ କରିବାର ଯୋଉ ପ୍ରବଣତା ମଣିଷ ଭିତରେ ଯୋଉ ପରିବର୍ତ୍ତନଶୀଳତାର ସଂକେତ ରହିଛି ତାରି ଅନୁସନ୍ଧାନରେ ସେ ଯାଉଛି। ଇଏ ଯେମିତି ଗୋଟେ ବଡ ଯାତ୍ରା। ଶାନ୍ତନୁ ବାବୁଙ୍କର ଅନେକ ଉପନ୍ୟାସରେ ଆମେ ଏଇ ଯାତ୍ରାର କଥା ଦେଖୁଛୁ। ଲିପି ପୁଷ୍ପା କହୁଥିଲେ ଶକୁନ୍ତଳ ଉପନ୍ୟାସର କଥା, ଯେମିତିକିରି ଆମର ଯୋଉ ଇଏ ଉପନ୍ୟାସ ହଠାତ୍ ହଠାତ୍ ନାଁ ଗୁଡାକ ମନେ ପଡୁନି। ମନ୍ତ୍ରୀଙ୍କ ସେୟାର, ମନ୍ତ୍ରୀଙ୍କ ସେୟାର, ଏମିତି ଅନେକ ଉପନ୍ୟାସ। ଆଧୁନିକ ଅନେକ ସମୟ ଅନେକ ଭାରତ ବର୍ଷ, ଏ ସବୁ ଉପନ୍ୟାସ ଗୁଡିକରେ କଣଟା ସେ କହିବାକୁ ଚାହୁଁଛନ୍ତି? ଯେମିତି ଦକ୍ଷିଣାବର୍ତ୍ତରେ କଣ ସେ କହିବାକୁ ଚାହୁଁଛନ୍ତି? ଏଇଟା ହିଁ କହିବାକୁ ଚାହୁଁଛନ୍ତି ଯେ ଜୀବନର ଏଇ ସାମ୍ପ୍ରତିକ ଆବଶ୍ୟକତାକୁ ଆମେ ଯଦି ଭୋଗ କରିପାରୁଛେ, ତାକୁ ଯଦି ତାର ଆବଶ୍ୟକତା ପୂରଣ କରିପାରୁଛେ, ତା ପରବର୍ତ୍ତୀ ସ୍ତରଟି କଣ? ମଣିଷ ଉନ୍ମେଷଶୀଳ ଗୋଟିଏ ପ୍ରାଣୀ। ସେ ଆଗେଇବ, ସ୍ତର ଅତିକ୍ରମ କରିବ, ପାହାଚ ଅତିକ୍ରମ କରିବ। ମଣିଷର ସଭ୍ୟତାର ଇତିହାସରୁ ଆମେ ଏହା ଦେଖି ଦେଖି ଆସୁଛୁ। ସଭ୍ୟତାର ଗତି ଇତିହାସର ଗତି ସହିତ ସମାନ୍ତରାଳ ଭାବରେ ଚାଲି ଚାଲି ମଣିଷକୁ ନଉଛି ଏକ ଦିବ୍ୟତର ସ୍ଥାନକୁ ନଉଛି। ତେଣୁ ଦିବ୍ୟତାର ଆହ୍ୱାନ ମଣିଷକୁ ସବୁବେଳେ ଆକର୍ଷଣ, ସବୁବେଳେ ତାକୁ ଉଦ୍ଦୀପ୍ତ କରିକି ରଖୁଛି, ତାକୁ ଅନ୍ୱେଷିତ କରି ରଖୁଛି। ଅନ୍ୱେଷ ପ୍ରାଣ ହେଉଛି ମଣିଷ। ସେ ଅନ୍ୱେଷତା ନଥିବ, ସେ ଦିବ୍ୟତାର ସନ୍ଧାନର ଆଗ୍ରହ ଯଦି ତା ଭିତରେ ନଥିବ, ତାହେଲେ ସେ କି ମଣିଷ? ତେଣୁ ଅସ୍ତିତ୍ୱର ଉଦ୍ଦେଶ୍ୟ ହେଉଛି ଯେମିତି ବଞ୍ଚୁ ନା କାହିଁକି ମଣିଷ, ସେ ବଞ୍ଚିବା ଭିତରେ ଯଦି ତାର ଏଇ ଅନ୍ୱେଷଣ ସାର୍ଥକ ନ ହୁଏ, ତାହେଲେ ସେ ମଣିଷ ମଣିଷ ପରି ନୁହେଁ। ଯୋଉ ସ୍ଥିତିବାଦୀ ଦର୍ଶନରେ ସେଇ କଥାଟି କୁହାଯାଉଛି। ସାର୍ ତ ନିଜେ ଶାନ୍ତନୁ କହୁଥିଲେ, ଦି ଓଲ୍ଡ ମ୍ୟାନ୍ ସି କଥା କହୁଥିଲେ। ସେ ଓଲ୍ଡ ମ୍ୟାନ୍ ସି କଣ ସେ କହୁଛନ୍ତି? ଏହା ତ କହୁଛନ୍ତି ଯେ ତାକୁ ଯୁଝିବାକୁ ପଡିବ, ଲଢିବାକୁ ପଡିବ, ମୂଲ୍ୟବୋଧ ପାଇଁ ଲଢିବାକୁ ପଡିବ। ଏବଂ ସେ କହୁଛି ନା, ଜୀବନ ଠାରୁ ଆଉ ମହତ୍ତର କିଛି ନାହିଁ। ଜୀବନ ମହତ୍ତର କାରଣ ତାହା ଗୋଟେ ଜୀବନର ଅନୁଶାସନରେ ବିଶ୍ୱାସ କରେ, ଏବଂ ଅନୁଶାସନଟି ହଉଛି ଆଗେଇ ଯିବା ପାଇଁ। ତେଣୁ ଏଇ ଯୋଉ କଥାଟି ଆମର ବିଭିନ୍ନ ଉପନ୍ୟାସର ବିଭିନ୍ନ ନଜିର ଦେଇକରି, ଦୃଷ୍ଟାନ୍ତ ଦେଇକରି କ୍ଷୀରୋଦ ବାବୁ ଆଲୋଚନା କରିଲେ, ବହୁତ ଭଲ କଥା। ସେ ଗୋଟିଏ 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 ଦେଇ ଉପନ୍ୟାସ ଏ ଉଦାହରଣ ଦେଇକି ଚାଲିଗଲେ। ତ ଯୋଉମାନେ ଶ୍ରୋତା ସେଇ ଉଦାହରଣ ଗୁଡିକୁ ଯୋଡି ଯୋଡିକିରି ଗୋଟିଏ ଉପସଂହାରରେ ପହଞ୍ଚିବେ ବୋଲିକରି ମୁଁ ଆଶା କରୁଛି। ଆମେ ଆମ ପିଲାମାନେ ଟିକେ ଧ୍ୟାନଶୀଳ ହୁଅନ୍ତୁ, ଟେକ୍ସଟ ପଢିକି ସେଗୁଡ଼ିକ ଯୋଡିକିରି ତାକୁ ବିଚାର କରନ୍ତୁ, ଯାହା ଫଳରେ ଆଜିର ଏ ଆଲୋଚନା ସଫଳ ହେଇଛି ବୋଲିକିରି ଆମେ କହିପାରିବା। ହଁ, ତେବେ ନରକିନ୍ନର ଉପନ୍ୟାସ ମୋର ଶେଷ ଉପସଂହାରଟି ହଉଛି ସ୍ଥିତିବାଦୀ ଦର୍ଶନର ବିଷୟ। ତାକୁ କ୍ଷୀରୋଦ ଯୋଉ
ନେଇକିରି ସେ କହିଲେ ଯେ ଯେ କୁହୁକ ବାସ୍ତବତା ବହୁ ପରବର୍ତ୍ତୀ କାଳରେ 100 ସଲିଚୁ ଫଲିଚୁ କଥା ଯୋଉ ଉଧା ଉଠିଲା ସେ ବହୁତ ପରବର୍ତ୍ତୀ କାଳରେ ଆସିଛି। କିନ୍ତୁ ଶାନ୍ତନୁ ବାବୁଙ୍କର କୌତୂହଳ ଏଇଟା ସବୁଠାରୁ ବଡ କଥା, ପାଠକକୁ ବିସ୍ମିତ କରାଏ। ତାଙ୍କ ଭିତରେ ଯୋଉ କୌତୂହଳତା ଆସୁଛି, ସେ ଟିକେ ପୂର୍ବରେ ପ୍ରଥମେ କହିଲେ ସେ ଜଙ୍ଗଲର ସେ ନାରୀଟିକୁ ଦେଖିଲା ପରେ ତାଙ୍କ ମନ ଭିତରେ ଯୋଉ ଅନୁଭୂତି ଆସିଲା ସେ କଥା ସେ କହୁଛନ୍ତି। ଏଠି ଗର୍ଭ ଭାରି, ସେଠି ମୁଣ୍ଡ ଉପରେ ଅରଣ୍ୟରୁ ଜଙ୍ଗଲରୁ ସଂଗୃହୀତ ହେଇଥିବା କାଠର ବୋଝ, ତାପରେ ପୁଣି ପେଟ ଭିତରେ ଥିବା ପିଲା, ତାକୁ ସେ ଜୀବନ ଦେଲା ଓ ତାକୁ କାଠର ବୋଝ ମୁଣ୍ଡରେ, କାଠର ବୋଝ ଏ ପାଖରେ ଆଗାମୀ ସନ୍ତାନର ଜୀବନର ବୋଝ ପିଠିରେ ବୋହିକରି ସେ ଚାଲିଲା। ଅପୂର୍ବ କଥା। ମନେ ହୁଏ ଯେମିତି କି ଆମେ ଆଜିର ଭାରତ ବର୍ଷରେ ସେଇଭଳି ବୋଝ ବୋହିକରି ଚାଲୁଛୁ। ଯଦି ଆମେ ସେଇ ବୋଝଟିକୁ